Good evening to everyone. On behalf Indira Gandhi National Open University, welcomes to you. Myself, Dr. Ratnakar Mahapatra, Faculty in Political Science. Today, I am going to explain about the Mahatma Gandhi chapter in Unit 2, Tolerance, Harmony, and Forgiveness. Mahatma Gandhi is a leader of India, not only India, but also the leader of a world. The modern world is characterized by diversity and escalating intolerance. Strife, strife potentially means is in every region. It is not confined to any country, but is a global threat in terrorism, xenophobia, aggressive nationalism, racism, marginalization, and discrimination direct against national, ethnic, religious, and linguistic minorities like refugees, migrant workers, immigrants, and vulnerable groups within societies, as well as acts of violence and intimidation committed against individuals exercising their freedom of opinion and expression, all of which they are in the consolidation of peace, harmony, and democracy, both national and internationally, and are obstacles to development. The emphasis on the tolerance and harmony is more essential than ever before. The holistic understanding of a man's spiritual quest led Gandhi to adopt and preach a theory of tolerance, harmony, forgiveness, and mutual respect, founded on truth and the maintenance of non-violence. Gandhi was also painted by the caste-based social structure that India has constantly followed from time immemorial, and particularly the course of untouchability, which to Gandhi was the greatest sin of all, because it not only spelled discrimination but debased a particular section of mankind on a occupational basis. He felt the Indian society as weakened at its very core and embarked in the first against in with his heart and soul. The aims and the objectives of harmony, that is first one is the concept of tolerance, harmony, and forgiveness, the measures of counter intolerance, the maintenance of tolerance and harmony, and community and intolerance level. ଗାନ୍ଧିଜୀ ଯେତେବେଳେ ପ୍ରଥମ କରି ଦକ୍ଷିଣ ଆଫ୍ରିକାରେ ପାଦ ଦେଲେ ସେତେବେଳେ ସହନଶୀଳତାର ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କର ଘଟଣାବହୁଳ ଜୀବନ ମଧ୍ୟରେ 1906 ମସିହାଟି ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ ବୋଲି ଆମେ ଅନୁମାନ କରୁ। ସେ ଅନୁଭବ କରିଥିଲେ ଯେ କାମନା, ବାସନା ଓ ଆଧ୍ୟାତ୍ମିକ ଜୀବନରେ ଏକତ୍ର ସହାବସ୍ଥାନ ସମ୍ଭବ ନୁହେଁ। ତେଣୁ ସେ ଜୁଲୁ ବିଦ୍ରୋହରୁ ଫେରି ବ୍ରହ୍ମଚର୍ଯ୍ୟ ପାଳନ କରିବା ପାଇଁ ସ୍ଥିର କଲେ। 1906 ମସିହାରେ ଗାନ୍ଧୀ ଘୋଷଣା ପୂର୍ବକ ବ୍ରହ୍ମଚାରୀ ହେଲେ ଏବଂ ନିଜକୁ ସେହି ମାର୍ଗରେ ଆଗେଇ ନେଲେ, ଏବଂ ଶେଷ ବର୍ଷରେ ହିଁ ପୃଥିବୀର ସତ୍ୟାଗ୍ରହ ନାମକ ଏକ ନୂତନ ଶକ୍ତିର ପରିପ୍ରକାଶ ଘଟିଲା। ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହକୁ ଆପଣେଇ ନେଇ ଭାରତୀୟ ସତ୍ୟାଗ୍ରହୀମାନଙ୍କର ହୃଦବୋଧ ହେଲା ଯେ ସେମାନଙ୍କର ଲକ୍ଷ୍ୟ ସତ୍ୟ ଓ ସତ୍ୟର ବିଜୟ ସୁନିଶ୍ଚିତ। ସତ୍ୟ ପକ୍ଷରେ ରହି ସତ୍ୟାଗ୍ରହୀ ସବୁ ପ୍ରକାର ଯନ୍ତ୍ରଣା ସହିବାକୁ ପ୍ରସ୍ତୁତ ଥାଏ। କାରାଗାର ସେମାନଙ୍କ ପାଇଁ ରାଜପ୍ରସାଦ ଏବଂ କାରାଗାରର ଫାଟକକୁ ସେମାନେ ସ୍ୱାଧୀନତାର ପ୍ରବେଶ ଦ୍ୱାର ବୋଲି ବିବେଚନା କରୁଥିଲେ। ଜଣେ ଉତ୍ତମ ବ୍ୟକ୍ତି ହିଁ ସତ୍ୟାଗ୍ରହୀ ହୋଇପାରିବ, କାରଣ ସତ୍ୟାଗ୍ରହୀର ଅନ୍ତରରେ ଘୃଣା, କ୍ରୋଧ ଓ ହିଂସା ରହିଲେ ସତ୍ୟାଗ୍ରହ ସଫଳ ହେବ ନାହିଁ। 1906 ମସିହାରୁ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଯେଉଁ ପ୍ରୟୋଗ ଆରମ୍ଭ କରିଥିଲେ, ଭାରତର ବର୍ଷରେ ତାହାର ପ୍ରୟୋଗ ବାରମ୍ବାର କରିଛନ୍ତି। ତେଣୁ କୁହାଯାଇପାରେ ଯେ ସମଗ୍ର ବିଶ୍ୱକୁ ଗାନ୍ଧିଜୀଙ୍କର ଏହା ହେଉଛି ଏକ ମହାଅର୍ଘ ଅବଦାନ। ସତ୍ୟାର୍ଥର ଅର୍ଥ ସତ୍ୟ, ନିଷ୍ଠା,
ଯେକୌଣସି ପରିସ୍ଥିତିରେ ସତ୍ୟକୁ ନ ଛାଡ଼ିବାର ସଂକଳ୍ପ, ସତ୍ୟାଗ୍ରହ ଜୀବନ ଯାପନ ଏକ ମାର୍ଗ ଏବଂ ଏହି ମାର୍ଗ ଦ୍ୱାରା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଏବଂ ଭାରତରେ ଇଂରେଜମାନଙ୍କୁ ପରାସ୍ତ କରିବାରେ ସଫଳ ହେଇଥିଲେ। ଗାନ୍ଧୀଜୀ ଯେତେବେଳେ ଦକ୍ଷିଣ ଆଫ୍ରିକା ରହୁଥିଲେ ତାଙ୍କର କିଛି ଆମେ ଜାତିଗତ ପକ୍ଷପାତିତାର ତାଙ୍କର କିଛି ଅନୁଭୂତି ହୋଇଥିଲା। ଗାନ୍ଧୀ ବିଲାତରୁ ବାରିଷ୍ଟର ପାସ୍ କରି ଆସିଲା ପରେ ଭାରତୀୟ ଆସନ ସମ୍ପର୍କରେ ତାଙ୍କର ସବିଶେଷ ଜ୍ଞାନ ନଥିଲା। ତେଣୁ ବିଶ୍ୱ ହାଇକୋର୍ଟରେ ପ୍ରଥମ କେସ୍ ଲଢ଼ିବାରେ ସେ ବିଫଳ ହୋଇଥିଲେ ଏବଂ ରାଜକୋଟ ଫେରି ଆସିଥିଲେ। ରାଜକୋଟରେ ଭଲ ପିଟିସନ ଲେଖିପାରୁ ନଥିବାରୁ ଖ୍ୟାତି ଯୋଗୁଁ ଦକ୍ଷିଣ ଆଫ୍ରିକାର ଜଣେ ବ୍ୟବସାୟୀ ସେଠ ଅବଦୁଲ୍ଲାଙ୍କ ସହିତ ଯୋଡ଼ି ହୋଇଥିଲେ। ସେଠ ଅବଦୁଲ୍ଲା କମ୍ପାନୀରେ ପାଖାପାଖି 40,000 ପାଉଣ୍ଡର ଗୋଟିଏ କେସ୍ ଦକ୍ଷିଣ ଆଫ୍ରିକାରେ କୋର୍ଟ ପଡ଼ିଥିଲା। କୋର୍ଟରେ କେସ୍ର ତଦାରଖ କରୁଥିଲେ ଜଣେ ୟୁରୋପୀୟ ଆଟର୍ଣ୍ଣି ଜେନେରାଲ ଏବଂ ତାଙ୍କୁ ସାହାଯ୍ୟ କରିବା ଲାଗି ସେ ଗାନ୍ଧୀଜୀଙ୍କୁ 105 ପାଉଣ୍ଡ ଦେବ ବୋଲି ସେ ଘୋଷଣା କରିଥିଲେ। ଏହି ନୂତନ କାର୍ଯ୍ୟରେ ଯୋଗ ଦେବା ପାଇଁ ଗାନ୍ଧୀ 1893 ମସିହା ଏପ୍ରିଲ ମାସରେ ଜାହାଜ ଯୋଗେ ଦକ୍ଷିଣ ଆଫ୍ରିକା ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। ସେ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ନାଟାଲ ପ୍ରଦେଶରେ ରାଜଧାନୀ ଡରବାନରେ ପହଞ୍ଚିଥିଲେ। ନାଟାଲ, କେପ୍ କଲୋନି, ଟ୍ରାନ୍ସଭାର୍ସାଲ ଏବଂ ଅରେଞ୍ଜ ଫ୍ରି-ଷ୍ଟେଟ୍ ନାମକ 4ଟି ପ୍ରଦେଶକୁ ନେଇ ଦକ୍ଷିଣ ଆଫ୍ରିକା ଗଠିତ। ନାଟାଲର ବନ୍ଦରରେ ନାମ ଡରବାନ ପୁର୍ଟ ନାଟାଲ ନାମରେ ମଧ୍ୟ ପରିଚିତ। ନାଟାଲ ଓ କେପ୍ କଲୋନି ଇଂରେଜମାନଙ୍କର ଅଧୀନରେ ରହିଥିଲା ଏବଂ ଟ୍ରାନ୍ସଭାର୍ସାଲ ଓ ଅରେଞ୍ଜ ଫ୍ରି-ଷ୍ଟେଟ୍ ଡଚମାନଙ୍କ ଅଧୀନରେ ରହିଥିଲା। ଏହି ପ୍ରଦେଶମାନଙ୍କରେ ଯେଉଁ ଏସୀୟମାନେ ରହୁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଭାରତୀୟ। 1896 ମସିହା ଜନଗଣନା ଅନୁଯାୟୀ ପାଖାପାଖି 4 ଲକ୍ଷ ନାଟାଲ ଡେଭିଡମାନଙ୍କ ମଧ୍ୟରୁ କେବଳ 51,000 ଭାରତୀୟ ଥିଲେ ଏବଂ ଅନ୍ୟ 3ଟି ପ୍ରଦେଶରେ ଭାରତୀୟଙ୍କ ସଂଖ୍ୟା କମ୍ ଥିଲା। ନାଟାଲରେ ଭାରତୀୟମାନଙ୍କର ପରିଶ୍ରମୀ ଓ ବୁଦ୍ଧିମାନ ଭାବରେ ଜଣାଶୁଣାଥିଲେ। ଭାରତୀୟମାନେ ଶ୍ରମିକମାନଙ୍କର ପରିଶ୍ରମକୁ ଦେଖି ଇଂରେଜମାନେ ଈର୍ଷା କରୁଥିଲେ ଏବଂ ତାଙ୍କଠାରୁ ଅଧିକ କର ବା ଟିକସ ଆଦାୟ କରୁଥିଲେ। ଗାନ୍ଧୀ ସେଠାରେ ପହଞ୍ଚି ସଂଗ୍ରାମରେ ଯେଉଁ ମୂଳଦୁଆ ପକାଇଥିଲେ ତାହା ବମ୍ବେ ବନ୍ଦରରୁ ଜାହାଜ ଚଢ଼ିବା ସମୟରୁ ହିଁ ଆରମ୍ଭ କରିଥିଲେ। ଗାନ୍ଧୀଜୀଙ୍କୁ ନାଟାଲ ଯାତ୍ରା କରିବା ପାଇଁ ଜାହାଜରେ ପ୍ରଥମ ଶ୍ରେଣୀ ଟିକେଟ ମିଳିଲା ନାହିଁ। ନିମ୍ନ ଶ୍ରେଣୀରେ ଯିବା ପାଇଁ ସେ ଅସମ୍ମାନ ଅନୁଭବ କଲେ। ଶେଷରେ ଜାହାଜର ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବାରୁ ସେ ତାଙ୍କର କ୍ଷୁଦ୍ର କୋଠରୀରେ ଗାନ୍ଧୀଜୀଙ୍କୁ ଗୋଟିଏ ଆସନର ବ୍ୟବସ୍ଥା କରିଦେଲେ। ବମ୍ବେ ଛାଡ଼ିବାର ପ୍ରାୟ 1.5 ମାସ ପରେ ନାଟାଲ ପୋର୍ଟ ବା ଡରବାନରେ ଜାହାଜ ଲାଗିଲା ଏବଂ ସେଠ ଅବଦୁଲ୍ଲା ମୋହନଙ୍କୁ ସ୍ୱାଗତ ସହିତ ସାଙ୍ଗରେ ନେଇଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ସାମାଜିକ ସ୍ଥିତି ବା ପଦପଦବୀକୁ ବିଚାରକୁ ନ ନେଇ ସମସ୍ତଙ୍କୁ ଏକ ନିମ୍ନତମ ଜାତିର ଲୋକ ବୋଲି ବ୍ୟବହାର କରାଯିବା ଉଚିତ। ସେମାନଙ୍କୁ ଘୃଣାରେ ପଟର ବା କୁଲି ବୋଲି ସମସ୍ତେ ଡାକୁଥିଲେ। ଇଂରେଜମାନେ ଘୃଣା କରିବାର କାରଣ ହେଉଛି ଯେ ଭାରତୀୟମାନେ ଅଧିକ ଅଧ୍ୟବସାୟୀ ଏବଂ ମିତବ୍ୟୟୀ। କୃଷି ଏବଂ ବ୍ୟବସାୟ କ୍ଷେତ୍ରରେ ଭାରତୀୟମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତାରେ ଇଂରେଜମାନେ ଭୟଭୀତ ହୋଇପଡ଼ିଲେ। ତେଣୁ ମୋହନଦାସ ଏସବୁ ସମ୍ପର୍କରେ ଅବଗତ ହେଲେ। ଦକ୍ଷିଣ ଆଫ୍ରିକାର ଏହି ପରିସ୍ଥିତି ଓ ପରିବେଶର ବାରିଷ୍ଟର ମୋହନଦାସ ଡରବାନ କୋର୍ଟରେ ପହଞ୍ଚିଲେ, ଯାହାକି ତାଙ୍କ ପ୍ରତି ଚରମ ଅପମାନ ଓ ଲାଞ୍ଛନାର ସମୟ ଥିଲା। ତାଙ୍କୁ ଯେତେବେଳେ ତାଙ୍କ ମହକିଲ ସେଠ ଅବଦୁଲ୍ଲା ଡରବାନର ବିଚାରପତିଙ୍କ ନିକଟକୁ ନେଇ କରି ଗଲେ, ସେତେବେଳେ ବିଚାରପତି ତାଙ୍କୁ ମୁଣ୍ଡରୁ ପଗଡ଼ି ଖୋଲିବାକୁ ଆଦେଶ ଦେଲେ। କାରଣ ଶ୍ଵେତାଙ୍ଗମାନେ କୋର୍ଟକୁ ଟୋପି ପିନ୍ଧି ଆସୁଥିଲେ, ପଗଡ଼ି ପିନ୍ଧା ବାରଣ ଥିଲା। ମୋହନ ଏହାକୁ ମାନିଲେ ନାହିଁ ଏବଂ କୋର୍ଟକୁ ଛାଡ଼ି ଚାଲି ଆସିଲେ। ସେଠ ଅବଦୁଲ୍ଲାଙ୍କ 40,000 ପାଉଣ୍ଡର ମକଦ୍ଦମା ସେତେବେଳେ ଟ୍ରାନ୍ସଭାର୍ସାଲ ପିଟୋରିଆ କୋର୍ଟରେ ଚାଲିଥିଲା। ଗାନ୍ଧୀ ଶ୍ଵେତାଙ୍ଗ ଆଟର୍ଣ୍ଣିଙ୍କୁ ସାହାଯ୍ୟ କରିବା ପାଇଁ ପିଟୋରିଆ ବାହାରିଲେ। ପ୍ରଥମ ଶ୍ରେଣୀ ଟିକେଟ କାଟି ପ୍ରଥମ ଶ୍ରେଣୀ କମ୍ପାର୍ଟମେଣ୍ଟ ଛାଡ଼ି ଅନ୍ୟ କମ୍ପାର୍ଟମେଣ୍ଟକୁ ଚାଲିଯିବା ପାଇଁ ତାଙ୍କୁ ଆଦେଶ ଦେଇଥିଲେ। ପ୍ରଥମ ଶ୍ରେଣୀ ଟିକେଟ କାଟିଥିଲେ ମଧ୍ୟ କୁଲି ଓକିଲ ପ୍ରଥମ ଶ୍ରେଣୀ ଡରବାନ ଯାଇପାରିବ ନାହିଁ ବୋଲି ସେମାନେ କହିଥିଲେ, କାରଣ ଏହା କେବଳ ଶ୍ଵେତାଙ୍ଗ ନାଗରିକମାନଙ୍କ ପାଇଁ ସୁରକ୍ଷିତ ଥିଲା। ମୋହନଦାସ ରାଜି ନ ହେବାରୁ ପୁଲିସ ତାଙ୍କୁ ବଳ ପ୍ରୟୋଗ କରି ପ୍ଲାଟଫର୍ମରେ ଓହ୍ଲାଇ ଦେଲା ଏବଂ ପ୍ରଥମ ଶ୍ରେଣୀ ଟିକେଟ ଧରି ପ୍ଲାଟଫର୍ମରେ ରାତ୍ରି ଯାପନ କରିଥିଲେ। ସେଇଠି ସେ ନିଜର ବିବେକକୁ ପ୍ରଶ୍ନ କରିଥିଲେ, ମୁଁ ମୋର ଅଧିକାର ସାବ୍ୟସ୍ତ କରିବାକୁ ଏଠାରେ ଲଢ଼େଇ କରିବା ପାଇଁ ଠିଆ ହେବି ନା ମୋ ଦେଶ ଭାରତକୁ ଫେରିଯିବି।
ତେଣୁ ସେଇ ଯୋଉ ପରିସ୍ଥିତି ତାଙ୍କ ପାଇଁ ସୃଷ୍ଟି ହୋଇଥିଲା ଡରବାନ ସହରରେ, ସେ ସେଥିରୁ ନିଜର ଯୋଉ ଦୁର୍ବଳ ମନକୁ ସବଳ କରିବା ପାଇଁ ଦୃଢ ପ୍ରତିଜ୍ଞା ନେଇଥିଲେ ଯେ ଏବଂ ନିଜକୁ କ୍ୱେଶ୍ଚନ କରିଥିଲେ ବାର ବାର, ମୁଁ ମୋର ଅଧିକାର ସାବ୍ୟସ୍ତ କରିବାକୁ ଏଠାରେ ଲଢେଇ କରିବି ନା ମୋ ଦେଶ ଭାରତକୁ ଫେରିଯିବି। ସେ ସ୍ଥିର କଲେ ଯେ ଦକ୍ଷିଣ ଆଫ୍ରିକାରେ ରହିବେ ଏବଂ ଏହି ସିଦ୍ଧାନ୍ତ ନେବା ମୁହୂର୍ତ୍ତକୁ ମୋହନଙ୍କ ଭିତରେ ଗୋଟିଏ ନୂତନ ବ୍ୟକ୍ତିତ୍ୱର ବୀଜ ଅଙ୍କୁରିତ ହୋଇସାରିଥିଲା। ସେ ଭାରତରେ ଯୋଉ ମୋହନ ଦାସ ଥିଲେ, କିନ୍ତୁ ଦକ୍ଷିଣ ଆଫ୍ରିକାରେ ସେ ଏକ ନିଜକୁ ନୂତନ ମୋହନ ଦାସ ରୂପରେ ପରିଚିତ ସୃଷ୍ଟି କରିବା ପାଇଁ ଚେଷ୍ଟା କଲେ। ସେଠ ଅବଦୁଲ୍ଲାଙ୍କ ସହ ତାଙ୍କର ଚୁକ୍ତିର ସମୟ ଶେଷ ହୋଇଯାଇଥିଲା। ସେ ଭାରତ ଫେରିବା ପାଇଁ ପ୍ରସ୍ତୁତ ହୋଇ ପ୍ରିଟୋରିଆ ଛାଡ଼ି ଡରବାନ ଫେରି ଆସିଥିଲେ। ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପାଇଁ ଡରବାନ ଠାରେ ନାଟାଲର ଭାରତୀୟମାନଙ୍କ ତରଫରୁ ଏକ ସଭାର ଆୟୋଜନ କରାଯାଇଥିଲା। ସେହି ସଭାର ନାଟାଲ ମର୍କରୀ ଖବରକାଗଜର ପ୍ରକାଶିତ ଏକ ଖବରଟି ବିଧାନସଭା ନିର୍ବାଚନରେ ଭାରତୀୟମାନଙ୍କୁ ଭୋଟ ଅଧିକାରକୁ ବଞ୍ଚିତ କରିବା ଛାପା ଯାଇଥିଲା। ଗାନ୍ଧୀ ସେଥିପ୍ରତି ସମବେତ ଭାରତୀୟମାନଙ୍କର ଦୃଷ୍ଟି ଆକର୍ଷଣ କରିବା ଫଳରେ ସମସ୍ତେ ଗାନ୍ଧୀଙ୍କୁ ଏ ବିଲ୍ ବିରୁଦ୍ଧରେ ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ଅନୁରୋଧ କରିବାରୁ ଗାନ୍ଧୀ ଭାରତ ନ ଫେରି ଦକ୍ଷିଣ ଆଫ୍ରିକା ରହିଲେ। ଏହି ଘଟଣାଟି ଗାନ୍ଧୀଜୀଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲା। ପ୍ରଚଳିତ ଆଇନର ବ୍ୟବସ୍ଥା ଅନୁସାରେ ସେତେବେଳେ ମାତ୍ର 250 ଜଣ ଭାରତୀୟ ଭୋଟ ଦେବାର ଅଧିକାର ପାଇଥିଲେ, କିନ୍ତୁ ସେମାନଙ୍କ ତୁଳନାରେ ସେହିପରି 10,000 ୟୁରୋପୀୟ ଭୋଟ ଦେବାରେ ଅଧିକାର ହାସଲ କରିଥିଲେ। ଏହିପରି ସୁଯୋଗ ପାଇଁ କିଏ କେତେ ଟିକସ ଦେଉଛି ନିର୍ଭର କରୁଥିଲା ସେଠାରେ, କିନ୍ତୁ ଭାରତୀୟମାନେ ଭୋଟ ଦେବାର ଅଧିକାରରୁ ବଞ୍ଚିତ ହେବାର କାରଣ ହେଉଛି ଯେ ସେମାନେ ହେଉଛନ୍ତି ଇଣ୍ଡିଆନ ବା ଭାରତୀୟ। ଭାରତୀୟମାନଙ୍କ ନାଗରିକ ଅଧିକାରରୁ ବଞ୍ଚିତ କରିବାର ଉଦ୍ୟମ ପଛରେ ଗାନ୍ଧୀ ଏକ ହୀନ ଚକ୍ରାନ୍ତ ନିଜେ ଦେଖିପାରିଥିଲେ। ଏହି ବିଲ୍ଟିର ତୀବ୍ର ବିରୋଧ କରିବାରୁ ସେ ଭାରତୀୟମାନଙ୍କୁ ଆହ୍ୱାନ କରି କହିଥିଲେ ଯେ ଯେଉଁ ଆଇନଟି ହେବାକୁ ଯାଉଛି ତାହା ହେଉଛି ସବାଧାରରେ ପ୍ରଥମ କଣ୍ଟା। ଯେଉଁ ଆଇନଟି ହେବାକୁ ଯାଉଛି ତାହା ହେଉଛି ସବାଧାରରେ ପ୍ରଥମ କଣ୍ଟା। ସାମୂହିକ ଉଦ୍ୟମ ଦ୍ୱାରା ଏହି ଚିଠା ଆଇନଟି ଯେପରି ଗୃହୀତ ନ ହୋଇପାରିବ ସେଥିପ୍ରତି ସମସ୍ତେ ସଚେତନ ରହିବା ପାଇଁ ପରାମର୍ଶ ଦେଲେ। ଗାନ୍ଧୀ ଏହି ବିଲ୍ ବିରୁଦ୍ଧରେ କ'ଣ କରାଯାଇପାରିବ ତାହାକୁ ଏକ ଦିଗ୍ଦର୍ଶନ ଦେବାର ସମୟରେ ନିଜ ଅଜ୍ଞତାରେ ଏକ ଆଇନଗତ ଯୁଦ୍ଧଭୂମିକୁ ଅବତୀର୍ଣ୍ଣ ହୋଇସାରିଥିଲେ। ତାଙ୍କ ପାଇଁ ସ୍ଥିର ହୋଇଯାଇଥିଲା ବିଦାୟ ଅଭ୍ୟର୍ଥନା ସଭା ଏକ କ୍ରିୟାନୁଷ୍ଠାନର ସଭାରେ ପରିଣତ ହୋଇଥିଲା। ସେ ପ୍ରାୟ 500 ଭାରତୀୟଙ୍କୁ ସ୍ୱାକ୍ଷର ସହିତ ଏକ ଦରଖାସ୍ତ ଓ ଏହାର ନମୁନା ପ୍ରଧାନମନ୍ତ୍ରୀ ଓ ବିଧାନସଭାର ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ। ଏହି ବିଲ୍ଟିର ସେ ପ୍ରାର୍ଥନା କରିଥିଲେ ଯେ ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଚିଠା ଆଇନଟିକୁ ସ୍ଥଗିତ ରଖାଯାଉ, କିନ୍ତୁ ଚିଠା ଆଇନଟି ଗୃହୀତ ହୋଇଗଲା। ଗାନ୍ଧୀ ଏଥିରେ ମର୍ମାହତ ନ ହୋଇ ଆଉ ଗୋଟିଏ ଦରଖାସ୍ତ ଲେଖିଲେ ଏବଂ ଏଥିରେ 10,000 ଭାରତୀୟଙ୍କ ସ୍ୱାକ୍ଷର କରି ବ୍ରିଟିଶ ସାମ୍ରାଜ୍ୟମାନଙ୍କ ପାଇଁ ଥିବା ରାଷ୍ଟ୍ର ସଚିବ ଲର୍ଡ ରିପନଙ୍କ ନିକଟକୁ ଇଂଲଣ୍ଡ ପଠାଇଦେଲେ। ଏହି ଦରଖାସ୍ତରେ 1,000 ନମୁନାପତ୍ର ଉଭୟ ଇଂଲଣ୍ଡ ଓ ଭାରତରେ ବ୍ୟାପକ ଭାବରେ ବଣ୍ଟାଗଲା। ଏହି ଦାବି ନ୍ୟାୟସଙ୍ଗତ ବୋଲି ଲଣ୍ଡନ ଟାଇମ୍ସ ଖବରକାଗଜରେ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ବିଲାତରେ ଥିବା ଭାରତୀୟମାନେ ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କର ନିର୍ଯାତିତ ଓ ଅବହେଳିତ ସମ୍ବାଦ ଜାଣିବାକୁ ପାଇଲେ। ବ୍ରିଟିଶ ସରକାରଙ୍କ କାର୍ଯ୍ୟକଳାପକୁ ସୂକ୍ଷ୍ମ ଭାବେ ବିଚାର କରି ସଠିକ ମାର୍ଗରେ ପରିଚାଳିତ କରିବା, ରାଜନୈତିକ ଦୂରଦୃଷ୍ଟି, ବିଚକ୍ଷଣ ବିଚାରଶୀଳତା ଓ ଆଦର୍ଶ ପ୍ରତି ଅଦମନୀୟ ଅନୁରକ୍ତି ତାଙ୍କୁ ମହାତ୍ମା ଭାବରେ ପରିଚିତ କରିଥିଲା। ଏହାର ଫଳସ୍ୱରୂପ ଇଂଲଣ୍ଡର ରାଜା ନାଟାଲ ବିଧାନସଭାରେ ପାସ୍ ହୋଇଥିବା ବିଲ୍ଟିକୁ ସ୍ୱୀକୃତି ପ୍ରତ୍ୟାହାର କରିନେଲେ। ଏହା ଥିଲା ଦକ୍ଷିଣ ଆଫ୍ରିକାର ମୋହନ ଦାସ ଗାନ୍ଧୀଙ୍କର ନେତୃତ୍ୱର ଭାରତୀୟମାନଙ୍କର ପ୍ରଥମ ବିଜୟ। ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିବା ପାଇଁ ଦକ୍ଷିଣ ଆଫ୍ରିକାରେ ଭାରତୀୟମାନେ ଗାନ୍ଧୀଙ୍କୁ ଅନୁରୋଧ କରିଥିଲେ। ସେଠାରେ ରହିବାର ସମସ୍ତ ଖର୍ଚ୍ଚ ସେମାନେ ବହନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଗାନ୍ଧୀ ସେମାନଙ୍କ ଆର୍ଥିକ ସହାୟତା ଉପରେ ନିର୍ଭର ନ କରି ନାଟାଲ ସୁପ୍ରିମକୋର୍ଟରେ ଓକିଲାତି କରି ଅର୍ଥ ଉପାର୍ଜନ କରିବା ପାଇଁ ବାର ଆସୋସିଏସନରେ ସଭ୍ୟ ହୋଇଥିଲେ। ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ସହିତ ଏସିଆ ମହାଦେଶରେ ବର୍ଣ୍ଣ ବୈଷମ୍ୟର ଶିକାର ହେଉଥିବା ସମସ୍ତଙ୍କୁ ଐକ୍ୟବଦ୍ଧ କରିଥିଲେ। ଶ୍ୱେତାଙ୍ଗ ଶାସକମାନଙ୍କୁ ବାଛ ବିଚାର ବିରୁଦ୍ଧରେ ଲଢ଼ିବା ପାଇଁ 1894 ମସିହା ଅଗଷ୍ଟ ମାସ 22 ତାରିଖରେ ଗାନ୍ଧୀ ନାଟାଲ ଇଣ୍ଡିଆନ କଂଗ୍ରେସ ପ୍ରତିଷ୍ଠା କଲେ। 3 ବର୍ଷ ଦକ୍ଷିଣ ଆଫ୍ରିକାରେ ରହିବା ପରେ 1896 ମସିହାରେ ସେ ଭାରତ ଫେରି ଆସିଥିଲେ। Importance of tolerance and harmony.
Tolerance is the integral to different group relating to one another in a respectful and understanding way. In case where communities have been deeply entrenched in violent conflict, being tolerant helps the uh, affected group endure the pain of the past and resolve their differences. In situations where conditions are economically depressed and politically charged, group and individuals may find it hard to the tolerance those that are different from them have caused them harm. In such case, discrimination, dehumanization, repression, and violence may occur. Dealing with the intolerance. To encourage tolerance, parties to a conflict and third parties must remain themselves and others that tolerance is preferable to tolerating intolerance. There is evidence that casual intergroup contact does not necessarily reduce intergroup tensions and may in fact execrate existing anima, anonymity. However, through intimate intergroup contact, groups will base their opinion of one another on personal experiences, which can reduce prejudices, conflict transformations. Individuals should be continue to focus on being tolerant of others in their daily lives. This involves consciously challenging the stereotypes and assumptions that they typically encounter in making decisions about to other and working with other either a social or a professional environment. Tolerance and harmony at the state level. Gandhi believed that Gandhi believed that a precondition for tolerance and harmony at the state level requires just and impartial legislation, law enforcement, and judicial and administrative process. It also requires that economic and social opportunities be made available be made available to each persons without any discriminations, exclusion, and marginalization can lead to the frustration, hostility, and fantasism. In order to achieve a more tolerant society, states should rectify existing international human rights conventions and draft new legislations where necessary to ensure inquiry to treatment and of opportunity for all groups and individuals in society. Community and international levels. Gandhi believed that tolerance is necessary for Gandhi believed that tolerance is necessary for harmony between individuals. Tolerance, promotion, and the shaping of attitudes of opponents, mutual listening, and solidarity should take place in school and universities and through non-formal education at home and in the workplace. The communication media are in a position to play a constructive role in facilitating free and open dialogue and discussion, disseminating the values of tolerance and highlighting in danger of indifference towards the rise in intolerance group and ideologies. Gandhi emphasized the particular attention should be paid to the vulnerable groups with the socially or economically disadvantages so as to afford them the protection of the laws and social measures in force. In particular, with regard to housing, employment, and health,
to respect the authenticity of their culture and values, and to facilitate their social and occupational advancement and integration, especially through the education, through the education. Next, the foundation of a democracy. Gandhi believed that the tolerance is not just agreeing with one another or remaining indifferent in the face of injustice, but rather showing respect for the essential humanity in every person. Intolerance is the failure to appreciate and respect the practices, opinions, and beliefs of another group. For in instance, there is a high degree of intolerance between Israel, Jews, and Palestinians, who are the odds of over issues of identity, security, self-determination, statehood, the right of return for refugees, the, the status of Jerusalem, and may other issues. The result is continuing to intergroup violence. Tolerance is also the foundation of democracy and human rights. Intolerance in multi-ethnic, multi-religious, or multicultural societies lead to the violence of human rights, violence of armed conflict. Tolerance neither the indulgence nor indifference. It is the respect and appreciation of the rich variety of our world's culture, our forms of expressions, and way of being human. Tolerance recognizes the universal human rights and individuals' freedom of others. Education for tolerance should aim to the countering influence that lead to fear and exclusion of others, and should help young people develop capacities for independent judgment, critical thinking, and the reasoning. ଗାନ୍ଧିଜୀ ସଭ୍ୟତା ଉପରେ ନିଜର ଧାରଣା ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି, ଯେମିତିକି ପାଶ୍ଚାତ୍ୟ ସଭ୍ୟତାର ଅସ୍ଥିନାଚକ ବା ଅସ୍ଥିବାଚକ ନାସ୍ତିବାଚକ ବିଷୟରେ। ଲଣ୍ଡନରୁ ଦକ୍ଷିଣ ଆଫ୍ରିକାକୁ ଜଳଯାତ୍ରା କରି ଫେରି 1909 ମସିହାରେ ଗୁଜରାଟ ଭାଷାରେ ସେ ହିନ୍ଦ ସ୍ୱରାଜ ପ୍ରକାଶ କରିଥିଲେ, ଯାହାକି ଭାରତୀୟ ସଭ୍ୟତା ଓ ପାଶ୍ଚାତ୍ୟ ସଭ୍ୟତାର ଏକ ତୁଳନାତ୍ମକ ଚିତ୍ର ଅଟେ। ଗାନ୍ଧିଜୀଙ୍କ ଚିନ୍ତାଧାରା ଓ ଧାରଣା ମୌଳିକତଃ ପ୍ରାଚ୍ୟ ଓ ନିର୍ଦ୍ଦିଷ୍ଟ ଭାବେ ହିନ୍ଦୁ ସଂସ୍କୃତି ଆଧାରିତ ଥିଲା। ସେ ଖଦୀ, ରାମରାଜ୍ୟ, ସନାତନ ଧର୍ମ, ସତ୍ୟାଗ୍ରହ, ସ୍ୱଦେଶୀ, ସର୍ବୋଦୟ ଓ ସ୍ୱରାଜ ଭଳି ଅସ୍ତ୍ର ଇଂରେଜ ଶାସକଙ୍କ ବିରୁଦ୍ଧରେ ବ୍ୟବହାର କରୁଥିଲେ, ଯାହାକି ଭାରତୀୟଙ୍କ ବ୍ୟତୀତ ସମଗ୍ର ବିଶ୍ୱବାସୀଙ୍କ ପାଇଁ ସରଳ ଓ ବୋଧଗମ୍ୟ ନଥିଲା। ଗାନ୍ଧିଜୀ ଇଂରେଜମାନଙ୍କ ପ୍ରତିନିଧିତ୍ୱ କରୁଥିବା ଆଧୁନିକ ସଭ୍ୟତା ବିରୋଧୀ ଥିଲେ। ଗାନ୍ଧିଜୀ ତାଙ୍କ ରାଜନୈତିକ ସଂଗ୍ରାମର ଜୀବନ ମଧ୍ୟରେ ଅନେକ ଶବ୍ଦ ଓ ପ୍ରତୀକ ବ୍ୟବହାର କରିଥିଲେ, ଯାହାକି ପ୍ରାଚୀନ ଭାରତୀୟ ପରମ୍ପରାକୁ ସୃଷ୍ଟି ହୋଇଥିଲା। ସେ ଆଧୁନିକ ପାଶ୍ଚାତ୍ୟ ସଭ୍ୟତାରେ ସମାଲୋଚନା କରୁଥିଲେ। ଗାନ୍ଧିଜୀ ପାଶ୍ଚାତ୍ୟ ସଭ୍ୟତା କୁହାଯାଉଥିବା ଆଧୁନିକ ସଭ୍ୟତାକୁ ଓ ଏହାର ମୂଲ୍ୟବୋଧକୁ ଗ୍ରହଣ କରିବାକୁ ସେ ମନା କରିଦେଇଥିଲେ। ସେ ଭାରତୀୟ ପରମ୍ପରା ଓ ଦର୍ଶନ ଭିତ୍ତିରେ ପ୍ରତ୍ୟେକ ଆଧୁନିକ ସଭ୍ୟତାର ମୂଲ୍ୟକୁ ବିରୋଧ କରୁଥିଲେ। ଗାନ୍ଧିଜୀ ଭାରତୀୟ ସଭ୍ୟତାକୁ ପ୍ରଶଂସା କଲାବେଳେ ଭୁଲି ଯାଇଥିଲେ ଯେ ଭାରତ ବିଷୟରେ ସେ ଯାହା ଜାଣିଛନ୍ତି ବର୍ତ୍ତମାନ ଠିକ ସେଇଆ ନାହିଁ। ଆମେ ଯେଉଁ ପ୍ରକାର ସଭ୍ୟତା ଦେଖୁଛୁ, ଭାରତୀୟ ସଭ୍ୟତା ଉପରେ ଗାନ୍ଧିଜୀଙ୍କ ମତ ହେଲା, ସେ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଯେଉଁ ସଭ୍ୟତା ଭାରତରେ ବିକାଶ ଲାଭ କରିଛି ତାହା ବିଶ୍ୱରେ ଅପରାଜୟ। ଆମ ପୂର୍ବପୁରୁଷମାନେ ବୁଣିଥିବା ମଞ୍ଜି ସହିତ କେହି ସମାନ ହୋଇପାରିବେ ନାହିଁ। ରୋମ, ଗ୍ରୀସ, ମିଶର ସଭ୍ୟତାର ଅନ୍ତ ଘଟିଲା। ଜାପାନ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବରେ ଧ୍ୱଂସ ଏବଂ ଚୀନ ବିଜୟରେ ବର୍ତ୍ତମାନ ପରିସ୍ଥିତିରେ କିଛି ନ କହିବା ଭଲ। କିନ୍ତୁ ଯେକୌଣସି ଦୃଷ୍ଟିରୁ ଦେଖିଲେ ଭାରତୀୟ ସଭ୍ୟତାରେ ମୂଳଦୁଆ ଦୃଢ଼ ହୋଇଛି। ଗ୍ରୀସ, ରୋମ ସଭ୍ୟତା ଲେଖାରୁ ୟୁରୋପ ଜନସାଧାରଣଙ୍କ ଶିକ୍ଷା ଲାଭ କରିଛନ୍ତି। ଏସବୁ ମଧ୍ୟରେ ଭାରତ ସ୍ଥିର, ଏହା ହିଁ ଭାରତର ଗୌରବ। ଭାରତ ବିରୁଦ୍ଧରେ ଅଭିଯୋଗ ଆସିଛି ଯେ ଏହା ଲୋକମାନେ ଏତେ ଅସଭ୍ୟ, ନିରକ୍ଷର ଓ ଅବିଚଳିତ ଯେ ସେମାନଙ୍କ ମଧ୍ୟରେ କିଛି ପରିବର୍ତ୍ତନ ପୁରାଇବା ଅସମ୍ଭବ। ଏଭଳି ଅଭିଯୋଗ
ଆମ ସଭ୍ୟତାର ସୁଗୁଣ ପ୍ରତି ଅପମାନ। ଆମେ ଯାହା ପାଇଛୁ ତାହା ଆମ ପାଇଁ ଅନେକ କିଛି ଏବଂ ଆମେ ପରିବର୍ତ୍ତିତ ହେବାକୁ ସାହସ କରିବା ଭୁଲ ହେବ। ସମସ୍ତେ ଭାରତକୁ ପରାମର୍ଶ ଦିଅନ୍ତି କିନ୍ତୁ ଭାରତ ସ୍ଥିର। ଏହା ହିଁ ଭାରତର ମହାନତା ଏବଂ ଆମ ଆଶାର କିରଣ। ଆମେ ଯେଉଁ ପ୍ରକାର ଗାନ୍ଧୀଜୀ ଭାରତୀୟମାନଙ୍କୁ ପ୍ରଶଂସା କରିଛନ୍ତି ଏବଂ ଭାରତ ସଭ୍ୟତାକୁ ମଧ୍ୟ ହିନ୍ଦ ସ୍ୱରାଜ ପୁସ୍ତକରେ ସେ ଉପସ୍ଥାପନ କରିଛନ୍ତି। ହ୍ୟୁମାନିଟି ଆଣ୍ଡ ମୋରାଲିଟି ବିଷୟରେ ଗାନ୍ଧୀ କହିଛନ୍ତି ଯେ ବାସ୍ତବରେ ଗାନ୍ଧୀଜୀ ଯେଉଁ ଆଦର୍ଶ ସମାଜ ବିଷୟରେ ଆଲୋଚନା କରୁଛନ୍ତି ସେ ସମାଜରେ ମଣିଷର ସର୍ବୋଚ୍ଚତା ଥାଏ ଏବଂ ସମାଜର ଅନ୍ୟାନ୍ୟ ଜିନିଷ ଯଥା ମେସିନ, ଶିଳ୍ପ ଉତ୍ପାଦନ ଓ ବଣ୍ଟନ ଇତ୍ୟାଦି ବ୍ୟକ୍ତିର ମଙ୍ଗଳ ପାଇଁ ସୃଷ୍ଟି ହୋଇଥାଏ। ଗାନ୍ଧୀଜୀଙ୍କ ପାଇଁ ବିଜ୍ଞାନ ଓ ଆଧ୍ୟାତ୍ମିକ ମଧ୍ୟରେ କିଛି ପ୍ରଭେଦ ନାହିଁ ଏବଂ ଉଭୟଙ୍କର ଲକ୍ଷ୍ୟ ସମାନ ହେବା ଉଚିତ। ବିଜ୍ଞାନ ଓ ଆଧ୍ୟାତ୍ମିକବାଦର ସମନ୍ୱୟ ସମଗ୍ର ବିଶ୍ୱରେ ମାନବିକତାର ମଙ୍ଗଳ କରାଯାଇପାରିବ, ଯାହାଦ୍ୱାରା ପୃଥିବୀ ସ୍ୱର୍ଗରେ ପରିଣତ ହେବ। ଅନ୍ୟପକ୍ଷରେ ଯଦି ବିଜ୍ଞାନ ହିଂସା ପାଇଁ କାର୍ଯ୍ୟ କରେ ସମଗ୍ର ବିଶ୍ୱ ଧ୍ୱଂସସ୍ତୂପରେ ପରିଣତ ହେବ। ତେଣୁ ଗାନ୍ଧୀଜୀ ମାନବିକତା ଓ ନୈତିକତା ଭିତ୍ତିକ ନିୟନ୍ତ୍ରିତ ଓ ସନ୍ତୁଳିତ ବିକାଶ ଚାହୁଁଥିଲେ। ମଣିଷ ବସ୍ତୁବାଦୀ ଇଚ୍ଛା ମଣିଷ ମଧ୍ୟରେ ଦୁଇଟି ପ୍ରକାର ଆକାଂକ୍ଷା ଜାଗ୍ରତ ହୁଏ, ଯେମିତିକା ସ୍ୱାର୍ଥ ଏବଂ ଅସୀମ ଅଭାବର ପରିପୂରଣ, ଯାହାକି ପ୍ରାକୃତିକ ଏବଂ ବିଧିସମ୍ମତ। ଯେ ପର୍ଯ୍ୟନ୍ତ ଆମେ ମେସିନ ଭାବେ କାର୍ଯ୍ୟ କରିବା ସେ ପର୍ଯ୍ୟନ୍ତ ସମାଜରେ ନୈତିକତାର ପ୍ରଶ୍ନ ନଥିବ। ଯଦି ଆମେ କୌଣସି କାର୍ଯ୍ୟକୁ ନୈତିକ କରିବାକୁ ଚାହୁଁଛୁ ତେବେ ଆମକୁ ସଚେତନ ହୋଇ ଆମର କର୍ତ୍ତବ୍ୟ କରିବାକୁ ପଡ଼ିବ। ଗାନ୍ଧୀଜୀ ଦର୍ଶନ ନୈତିକତା ଓ ବ୍ୟକ୍ତିର ସମ୍ମାନକୁ ଗୁରୁତ୍ୱ ଦେଇଥିଲେ। ଗାନ୍ଧୀଜୀଙ୍କ ମତରେ ମେସିନର ବ୍ୟବହାର ରହିଛି କିନ୍ତୁ ମେସିନ ବ୍ୟକ୍ତିକୁ ଯଦି ବଳି ପଡ଼ିବାକୁ ପଡ଼େ ତେବେ ଅସୁବିଧା। ଗାନ୍ଧୀଜୀଙ୍କ ପାଇଁ ମଣିଷ ହେଉଛି ସର୍ବୋଚ୍ଚ ଏବଂ ସେପରି ଗ୍ରହଣ କରାଯିବା ଉଚିତ। ସୁବ୍ରତ, ମୋ ଭାଷା ଶୁଭା ଯାଉଛି? ସୁବ୍ରତ, ମୋ ଭାଷା ଶୁଣା ଯାଉଛି ନା ନାହିଁ? ଶୁଭୁଛି ସାର୍। Okay. Religious tolerance about the Gandhi. Gandhi read the scriptures and doctrines of all major world religions with great interest and finally arrived at the conclusion that they all are more or less the same. He found the conclusion they are all more or less or the same. କିଏ ଅଧିକ କିଏ କମ୍ ବା ସମାନ। The phrase more or less was the term he systematically used because he thought that no religion could grasp God in it entirely. He put great stress on prayer, non-violence, and celibacy as a way of spiritual enlightenment, and believed that salvation was the ultimate goal of life. Gandhiji's secular theories took on a special significance in the particular context of the Indian national movement. The Indian society has been traditionally plagued by the evils of caste and creed-based discriminations. The caste-oriented stratification of the Indian society has hindered all chances of national unification from the early days of Indian society. The situation was complicated by the presence of various religious groups within the country, like that Hindu, Muslim, Christian, Jaina, Buddha, Zoroastrian. The number of religion peoples live in the India. Gandhi preached the tolerance of all religions. To him, his religion was love and tolerance. His God were his principle to which he adhered to measure how great the adversity was, and he was a fighter, who one who fought with truth and non-violence. He believed violence could get you victory, but it would only be momentary. Instead, he believed in the conquest of the enemy with the love.
ଅସତ୍ୟ କେବଳ ଅଳ୍ପ ସମୟ ପାଇଁ ଜୟ କରିଥାଏ, ସର୍ବଦା କେବେ ଜୟ କରି ନଥାଏ ବୋଲି ଗାନ୍ଧିଜୀଙ୍କର ମତ ଥିଲା। Gandhiji uphold tolerance and had a lasting faith in non-violence coexistence of all religious schools. Gandhi was critical of the term tolerance as he thought it was the patronizing, as if the one who uses it has a firm belief in the superiority of his own faith and was marginalization enough to allow other faiths to exist under his confirmed superiority. This to Gandhi was an error. His particular brand of secularism was based on the mutual respect. He believed they were branches of the same majestic tree. Gandhi believed all the religions ultimately described only attributes of a God, but never his being. ଗାନ୍ଧୀ ଯେତେ ସରଳ ବିଶ୍ୱାସୀ ଥିଲେ, ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିଲେ, ତ ସେ କହୁଥିଲେ କି ଗୋଟିଏ ଗଛର ଶାଖା ପରି ସବୁ ଧର୍ମର ଗୋଟିଏ ବୃକ୍ଷର ଶାଖା ପରି, କିନ୍ତୁ ମୂଳ ତତ୍ତ୍ୱ ଏକ ବୋଲି ସେ କହୁଥିଲେ। Secularism for Gandhi was an absolute necessity to bring about any form of constructive and all-encompassing political movement. Gandhi preached his ideal of secularism and religious tolerance across the length of the breadth of the country. He showed his consolidation to the Muslim leaders through the support that Congress extended to the ଖଲିଫା ମୁଭମେଣ୍ଟ। ଗାନ୍ଧିଜୀ ଭାରତରେ ହିନ୍ଦୁ ମୁସଲମାନଙ୍କୁ ସମାନ ଦୃଷ୍ଟି ଦେଖିବା ପାଇଁ ଯେତେବେଳେ ଭାରତ ବାହାରେ ମୁସଲିମ ମାନଙ୍କର ଆନ୍ଦୋଳନ ହେଇଥିଲା, ସେତେବେଳେ ଭାରତ ଭିତରେ ଥିବା ମୁସଲିମ ମାନେ ଖଲିଫା ଆନ୍ଦୋଳନ ଆରମ୍ଭ କରିଥିଲେ। ଗାନ୍ଧୀ ମୁସଲିମ ମାନଙ୍କ ସହିତ ମିଶିକି ଏଇ ଖଲିଫା ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ଏହା ମଧ୍ୟ ସକ୍ସେସଫୁଲ ହେଇଥିଲେ। ତେଣୁ ସିଏ ଜଣେଇଦେବାକୁ ଚାହୁଁଥିଲେ ଯେ ସିକୁଲାରିଜିମ୍, ଧର୍ମ ନିରପେକ୍ଷ ହେଲା, ତେଣୁ ଏଠାରେ ହିନ୍ଦୁ ଆଉ ମୁସଲମାନ ସମାନ, କୌଣସି ଫରକ ନାହିଁ ବୋଲି ସେ ଜଣେଇଛନ୍ତି। ସେହି କାରଣରୁ ସେ ଖିଲାଫତ ମୁଭମେଣ୍ଟରେ ସେ ଗାନ୍ଧୀ ନିଜେ ମୁସଲମାନ ମାନଙ୍କ ସହିତ ଯୋଗାଯୋଗ କରିଥିଲେ ବା ସହଯୋଗ ରହିଥିଲେ। Gandhi wrote extensively on the need of secularism in India and made speeches to the same effect all over the country. Tolerance is extended to policies, conditions, and modes of behavior which should not be tolerated because they are impending, if not destroying, the chances of creating an existence without fear and misery. The political locus of intolerance has changed, while it is more or less quietly and constitutionally withdrawn from the oppositions. Untouchability, ଅଛୁଆ ବିଷୟରେ ଗାନ୍ଧିଜୀଙ୍କର ମତାମତ କଣ ଥିଲା? ଅନଟଚବିଲିଟି ଉପରେ ଗାନ୍ଧିଜୀ କଣ କହିଥିଲେ? Mahatma Gandhi highly grieved about the caste system that characterized the Indian society, but it was untouchability that particularly pained him. All his life, he worked hard for the eradicating this heinous practice from its very roots. He drew sharp distinction between the caste and the Varna. Varna was based on the profession, and in the present day India, Gandhi wrote, there is no other trace of Varnashram as they are easily interchangeable and are actually interchanged at times, except for the Varna of the Sudra. They are polite, continued on, interpreted from the ancient times. Gandhi thought caste system to be a social evil of untouchability was seen. All his life, Gandhi worked for the untouchables. In fact, in of his letters, Gandhi elevated the Bangins
the Bhangins or the night soil clearance at the very epitome of a service of a God. ଗାନ୍ଧିଜୀ ଭାରତର ଯେଉଁ ବର୍ଣ୍ଣ ବ୍ୟବସ୍ଥା ଜାତି ବ୍ୟବସ୍ଥା ବିରୁଦ୍ଧରେ ଲଢ଼ିଥିଲେ। ଭାରତୀୟ ବୈଦିକ ପୁରାଣରୁ ମନୁସ୍ମୃତି ପର୍ଯ୍ୟନ୍ତ ବା କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ମଧ୍ୟ ବର୍ଣ୍ଣ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଛି। ବର୍ଣ୍ଣ ବ୍ୟବସ୍ଥାରୁ ଜାତି ବ୍ୟବସ୍ଥା ସୃଷ୍ଟି ହୋଇଛି, ତାହା କାଳକ୍ରମେ ଯେ ବଂଶ ଭିତ୍ତିକ ପରିଣତ ହୋଇଛି। ବର୍ଣ୍ଣ ବ୍ୟବସ୍ଥା ପ୍ରଥମେ କାମକୁ ନେଇକି ଭାଗ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାହା ବଂଶାନୁକ୍ରମିକ ଭାବରେ ଜାତିର ପରିଣତ ହେଲା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସବୁଠୁ ବଡ଼ କଥା ହେଲା ଯେଉଁ ଲାଷ୍ଟ ଯେଉଁମାନେ ଅଛନ୍ତି ଶୂଦ୍ରମାନେ, ସିଏ ଏଇ କମ୍ୟୁନିଟିକୁ ତାଙ୍କୁ ଅଛୁଆ ବର୍ଗ ବା ଅନଟଚେବିଲିଟି ବୋଲି ସମାଜରେ କୁହାଯାଉଥିଲା, ସେମାନଙ୍କୁ ଛୁଆଁ ଯାଉନଥିଲା। ତ ଗାନ୍ଧିଜୀ କହିଲେ ଅଲ୍ ମେନ୍ ଆର୍ ଇକ୍ୱାଲ୍, ସବୁ ମଣିଷ ସମାନ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର କୌଣସି ଫରକ ନାହିଁ। ତେଣୁ ଯଦି ଜାତି ବ୍ୟବସ୍ଥା ଉଠି ଦିଆଯାଏ ତେବେ ସବୁ ମଣିଷ ସମାନ ହେଇପାରିବେ। ତେଣୁ ସେ ଅନଟଚେବିଲିଟି କାଷ୍ଟକୁ ଅଧିକ ପ୍ରାୟୋରିଟି ଦେବା ପାଇଁ ସେ ଯେଉଁ ତାଙ୍କ ବସ୍ତିକୁ ଯାଇଥିଲେ, ସେମାନଙ୍କୁ ସେବା କଲେ, ସେମାନଙ୍କ ଲାଟ୍ରିନ୍ ସଫା କଲେ, ରାତି ମଧ୍ୟ କଟେଇଲେ ଏବଂ ସେମାନଙ୍କ ସହିତ ଭୋଜନ କଲେ। ଏହା କରିବାର ଉଦ୍ଦେଶ୍ୟ ଥିଲା ଯେ ଏହା କଲେ ଆମର ଜାତି ନଷ୍ଟ ହେବ ନାହିଁ କି ରକ୍ତ ନଷ୍ଟ ହେବ ନାହିଁ। ତେଣୁ ଆମେ ସମସ୍ତେ ଭାଇ ଭାଇ, ଆମ ଭିତରେ କୌଣସି କାଷ୍ଟ ସିଷ୍ଟମର ଇନଡିସ୍କ୍ରିମିନେସନ କିଛି ନାହିଁ। ତେଣୁ ଏହାକୁ ସିଏ ପ୍ରଚାର କରିବା ପାଇଁ ଅନଟଚେବିଲିଟି ବ୍ୟବସ୍ଥାକୁ ଉଠାଇ ଦେଇଥିଲେ ଏବଂ ଯେଉଁ ଶୂଦ୍ର ବ୍ୟବସ୍ଥା ଥିଲା ଏ ଶବ୍ଦକୁ ଉଠାଇ ସେ ହରିଜନ ଶବ୍ଦଟି ବ୍ୟବହାର କରିଥିଲେ। ହରିଜନ ମିନ୍ସ ଭଗବାନଙ୍କର ସନ୍ତାନ ବୋଲି ସେ ଲୋକଙ୍କୁ ଜଣେଇଥିଲେ। ତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତୀୟ ସମାଜରେ ସବୁ ମଣିଷ ସମାନ, କୌଣସି ଜାତି ବ୍ୟବସ୍ଥା ନାହିଁ, ଯୋଉଟା କି ଆଧୁନିକ ଭାରତରେ ତାହା ପ୍ରତିଫଳିତ ହେଇଛି। ଆଧୁନିକ ଭାରତରେ କୌଣସି ଜାତି ବ୍ୟବସ୍ଥା ନାହିଁ, ସମସ୍ତେ ସମାନ, ଯାହା ଡକ୍ଟର B.R. ଆମ୍ବେଦକର ଗାନ୍ଧିଜୀଙ୍କର କଥାକୁ ସେ ସମ୍ବିଧାନରେ ସ୍ଥାନ ଦେଇଛନ୍ତି। କାଷ୍ଟ ସିଷ୍ଟମକୁ ସେ ଉଠେଇଛନ୍ତି ଏବଂ ଅନଟଚେବିଲିଟି ଶବ୍ଦକୁ ଏକ ଅପ୍ରାସଙ୍ଗିକ ଶବ୍ଦ ବୋଲି ସେ କହିଛନ୍ତି। Next point, countering intolerance. Law and education. Gandhi believed that each government is responsible for enforcing human rights, laws for banning and pushing hate crimes and discrimination against minorities, whether these are committed by state officials, private organizations, or individuals. The state must also ensure equal access to the courts, human rights commissioners, or ombudsmen, so that people do not take justice into their own hands and resort to the violence to settle their disputes. Laws are necessary but not sufficient for the countering intolerance in individual attitudes. Intolerance is very often rooted in ignorance and fear of unknown, of the other cultures, nations, and religions. Intolerance is also closely linked to an exaggerated sense of self-worth and pride, whether personal, national, or religious. These notions are taught and learned at an early age. Therefore, greater emphasis need to be placed on educating more and better. Greater efforts need to be made to teach children about tolerance and human rights, about other ways of life. Children should be encouraged at home and in school to be open-minded and curious. Education is a lifelong experience and does not begin or end in school. Endeavors to build tolerance should education will not succeed unless they reach all age groups and take place everywhere, at home, in schools, in workplace, in law enforcement or legal training.
जो टॉलरेंस बा इनटॉलरेंस कथा गांधी कहते भितर आम जो थिला डिस्क्रिमिनेशन रिलीजियस डिस्क्रिमिनेशन कास्ट डिस्क्रिमिनेशन आपको ध्वंस करने पाई एजुकेशन आवश्यकता रही आ लॉ एनफोर्समेंट आवश्यकता अच्छी प्रथम एजुकेशन कथा कहबी जदि पिला गोटे स्कूल को जाए बा कॉलेज को जाए गोटे क्लास रे सबु जातिर पिला बसिबे सबु धर्म पिला एकाठी बसिकी पाठ पढ़िबे तांको भितरे छुआ अच्छा भेदभाव रहिबनी बंधुत्व बढ़िबो तांको भितरे धर्मर प्रभाव पड़िबो ना जातिर प्रभाव पड़िबो तेणु स्कूल जिबा द्वारा सहनशीलता सृष्टि हबो एवं धर्म आ जातिर ध्वंस हेबो द्वितीय कथा कहबी लॉ एनफोर्समेंट जदि अदालत बा लेजिस्लेचर यह विरुद्ध अनटचेबल विरुद्ध बा इनटॉलरेंस विरुद्ध किसी आईन प्रणयन करे जे यह ग्रहण कर पनिशमेंट दिज्व एभली धारणा सृष्टि हुए तेबे लोक मान भय यह ग्रहण करेंगे ना बा निज भितर स्टेरियोटाइप माइंड ये सब भूली जिवे से जो अनटचेबिलिटी जो शब्द आस्ते आस्ते मुंडरू लिभिज तेणु ये दुईटार आवश्यकता रही जे गांधी या अधिक गुरुत्व देते जब आम कहवा भारत सहर आ गाँ दी जगह दी प्रकार आम व्यवहार देखी था सहर प्रायतः इन जो डिस्क्रिमिनेशन स्टेरियोटाइप डिस्क्रिमिनेशन प्राय आस्ते आस्ते बंद हो गलानी किंतु लोकल एरिया बा ग्रामांचल ये सब बहुमात्रा एपर्यंत भी चलुची तेणु ये जो लोकल सॉल्यूशन किपर हो पार ग्रामांचल लोक माने किमिति जो इंटॉलरेंस कथा को केमिति दूर करिवे Gandhi hoped that the realization of the objective of tolerance would call for the intolerance toward the prevailing policies, attitudes, opinions, and the extensions of tolerance to policies, attitudes and opinions which are outlawed or suppressed. In other words, today tolerance appears again as what it was in its origin. At the beginning of the modern period, a partisan goal, a surviving liberating notion to the practice. Next point, forgiveness as an act of non-violence. Gandhi stated that if everyone took an eye for an eye with respect to the revenge, the world would be blind. The world would be blind. On forgiveness, Gandhi understood that forgiveness is a quality that enhances the forgive one that takes courage and strength to achieve. For forgiveness is the giving of the right to harm others who have harmed you. Forgiveness is giving of the right to harm others who have harmed you. The weak can never forgive. The weak can never forgive. Forgiveness is an attribute to the strong because it is human nature to want to strike back when hurt. It is human nature to want to strike back when hurt. The summary of this chapter about the harmony, forgiveness, and love. The way to harmony is a compilation of Gandhi's reflection on the certain problem which divide mankind. Everywhere in the world, individuals and groups are divided because of fear, suspicions, and hatred. It depends on the local conditions where the division expresses itself along religious, economic, political, caste, and color lines. Whatever be the form, insecurity is perhaps the major cause of individuals and social discussions. ଗାନ୍ଧିଜୀ ତାଙ୍କର ମତାମତ ଉପରେ
जो मत देइथिले सहनशीलता उपरे जातिभेद उपरे ताहा भारतीय समाजरू निश्चित भाव में प्रभाव पड़ी और ताहा बंद हवाकू लगी। तेणु भारत में जाति प्रथार उच्छेद घटी केवल अवेयरनेस माध्यम नुहे आईन माध्यम देखा जाए। इंटरकास्ट मैरेज माध्यम भारत में कास्ट सिस्टम को विरोध करा जायछि एवं सरकार आईन माध्यम सरकार प्रोत्साहन माध्यम इंटरकास्ट मैरेज को अधिक गुरुत्व दि जाउछि जहा फल कि रिलीजन आउ कास्ट रो ध्वंस हवा पाई। बिकॉज इंडिया इज ए सेक्युलर स्टेट आवर कॉन्स्टिट्यूशन सेज ऑल मेन आर इक्वल आइज ऑफ द लॉ। आईन आगरे सबु मनीष समान जाति धर्म वर्ण लिंग जन्मस्थान निर्विशेष आम समस्ते समान। तेणु आम भितर कौन सी मत पार्थक्य बा जाति पार्थक्य किसी ना। ओके, यूनिट 2 इज फिनिश। नाउ आई एम गोइंग टू अनदर यूनिट 3 community peace। The next unit is the community peace। Community is the center of ideals in Gandhiji's scheme of holistic development। Holistic development means the development of a whole society। Before going to any political demand, Gandhi always sought to bring necessary changes in community and get the ideas and the methods well respected by the community। Gandhi tried to bring about major changes in the Indian society। Gandhi says that society is a group of individuals dwelling together that symbolically carries out the various activities to bring happiness and stability। गांधी कहते समाज मनीष मैंने तैयारी करिसंती तांकर आवश्यकता पूर्ण करिया पाई मनीषर खुशी पाइया पाई समाज तैयारी। यदि समाज भितर सहनशीलता बा पार्थक्य देखा जाए लोक माने हैप्पीनेस पाई परिबे नाही बरं दुख पाइबे। तेणु ए समाज रे लोक मानक हैप्पीनेस देवा पाई लोक मानकर मानसिकता को परिवर्तन कर निज गोटे भातृत्व आनिबा चेष्टा करबा दरकार। आज इट इज द यूनिक ब्लेंड ऑफ डाइवर्स रिलीजियस कल्चर एंड रेसेस इज द स्ट्रक्चर हेल्प टू चेंज विथ द एस्पेक्ट ऑफ टाइम। जो जाति धर्म वर्ण लिंग ये जो पार्थक्य रही आपको सब भूलिबा दरकार। आफ्टर ऑल नथिंग इन कंस्ट्रक्ट बट चेंज। Gandhi had stressed upon youth participation in bringing to the various social reforms during the struggle of independence। भारत स्वाधीनता समय गांधी जी ये सब को दूर करिया पाई लिंगगत पार्थक्य को दूर करिया पाई महिला मानक मध्य आंदोलन सामिल करथिले। Gandhi had stressed upon the youth participation in the beginning of various social activities, non-cooperation movement, civil disobedience movement, etc. In the practice such as sati, parda, polygamy, child marriage, education of women, widow remarriage, untouchable, caste system, exploitation, and religious misguidance। Peace as a social harmony। Peace is a social harmony। Gandhi believed that the ultimate notion of peace would signify that every human being lives in the peace with himself or herself। That is, without inner tensions, but inner peace for the individuals it is itself normally depend upon the peace in relations with the other of a social or natural domain। Peace is in a society is in this turn conditions by the peace in and with neighboring communities in cultural practices, neither an individual nor a society
lives in the total harmony. Conflicting conditions of the interpersonal tensions of one sort of another constantly disturb harmony. କସ୍ତୁରୀ ମୃଗ ଯେପରି ସୁଗନ୍ଧ କୋଉଠୁ ଆସୁଛି ବୋଲି ସେ ଜଙ୍ଗଲ ସାରା ବୁଲିଥାଏ, ଶେଷରେ ଥକିଯାଏ ଯେତେ ଜାଣିପାରେ ଯେ ସୁଗନ୍ଧ ବାହାରୁ ଆସୁନାହିଁ, ନିଜ ନାଭିରୁ ଆସୁଛି ଏବଂ ସୁଗନ୍ଧର ସନ୍ଧାନ ପାଇଥାଏ। ଠିକ ମଣିଷ ମଣିଷକୁ ହିଂସା କରିବା, ଦ୍ୱେଷ କରିବା, ଈର୍ଷା କରିବା, ଏହା ମଣିଷର ଅମାନବିକତା ଅଟେ। ଯେତେବେଳେ ମଣିଷ ବୁଝିପାରିବ ନିଜକୁ, ମଣିଷକୁ ଭଲ ପାଇବା, ମାନବିକ ଅଧିକାର ସୃଷ୍ଟି କରିବା, ସେତେବେଳେ ମଣିଷ ନିଜକୁ ଭଲ ପାଇବା ଶିଖିବ। ତେଣୁ ମଣିଷକୁ ଭଲ ପାଇବା ପାଇଁ କେବଳ ଗାନ୍ଧୀ ନୁହେଁ, ଅନେକ ମହାପୁରୁଷ ମାନେ ଆସିଛନ୍ତି ମଣିଷ ମାନଙ୍କ ଭିତରେ ମଣିଷତ୍ୱ ଜାଗ୍ରତ କରିବା ପାଇଁ, ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଅନେକ ଚେଷ୍ଟା କରିଛନ୍ତି। ଗାନ୍ଧୀ ପୂର୍ବରୁ ମଧ୍ୟ ଆସିଥିଲେ ଗୌତମ ବୁଦ୍ଧ, ଏହିପରି ଅନେକ ମହାପୁରୁଷ ମାନେ ଆସିଛନ୍ତି। The aim of peace thus in containment of a conflict between the interacting individuals is taken as inevitable. In the case of a conflict avoidance, efforts are made of the avoid the possible. Conflicts are sought to be the contained or restricted by this society through various degrees of collective strength, including the use of force tries to limit the spread of a conflict. Thus, social organization is the most important step in preserving peace. Social organization is the most important step in the preserving peace. One future of a family, community, caste, class, the tribe is that they have a common functions that maintaining peace within the society. But it is also necessary to realize that these social institutions do not always success in maintaining peace. In order to understand the Gandhi approach to the community peace, we must comprehend the core of Gandhi's general social and political thought. He had an integral philosophy of life and society applicable to the domestic and international situations. Like the philosophy stemmed from his actions as well as his thoughts. His concept about man, society, and the state provided the basis of the approach to peace and world affairs. Gandhi enunciated both the epistemology of peace as well as the sociology of peace. In the Gandhian thought, metaphysics and social principles, religious value and political strategy are woven together. The primary of the moral over the political and the spiritual over the important of functional of to Gandhi thinking. Peace, as Gandhi emphasized, it is more than the absence of a conflict and violence. It is more than the absence of a conflict and violence. It makes the peace. It implies a state of a positive and constructive social order where individuals, groups, and societies do not domestic of expected over the another and live with the construction of an mutual aid. Peace is thus of the concerning factor for the society and the community. It is the state of affairs in which the men and resolve their difference by talking to each other rather than the using the violence. Peace and truth cannot be separated. Peace and truth cannot be separated. The way for peace, Gandhi said, is the way of truth. Truthfulness is even more important than the peacefulness. Gandhi said, is the way of truth. Truthfulness is even more important than the peacefulness.
Hence, peace, peace achieved through the untruth and decide to the known of to be the encourage. So peace cannot last long. Peace based truth of the stable and also the promotes internal spiritual growth of the man and social progress. Satyagraha. According to Gandhiji, Satyagraha. ସତ୍ୟାଗ୍ରହ ମହାତ୍ମା ଗାନ୍ଧୀଙ୍କର ନିଜସ୍ୱ ସୃଷ୍ଟି। ବର୍ଣ୍ଣ ବୈଷମ୍ୟବାଦ ଓ ଭାରତୀୟମାନଙ୍କ ପ୍ରତି ଦୁର୍ବ୍ୟବହାରର ପ୍ରତିରୋଧ କରିବା ନିମନ୍ତେ ସେ ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ ଏହାର ପ୍ରୟୋଗ କରିଥିଲେ। ସତ୍ୟାଗ୍ରହର ଆକ୍ଷରିକ ଅର୍ଥ ହେଉଛି ସତ୍ୟରେ ଆଗ୍ରହ ବା ସତ୍ୟକୁ ଧାରଣ କରିବା। ଏହା ମଧ୍ୟରେ ଅହିଂସାର ସାରମର୍ମ ଭରି ରହିଛି। ସତ୍ୟାଗ୍ରହ ହେଉଛି ବିଶୁଦ୍ଧ ପ୍ରେମ ଶକ୍ତି ଓ ଆତ୍ମାଶକ୍ତି ବଳରେ ସତ୍ୟଶୀଳ ଲକ୍ଷ୍ୟ ସାଧନ କରିବାର ଏକ କୌଶଳ। ଏହା ରାଜନୈତିକ ବା ସକାରାତ୍ମକ ଶକ୍ତି ଯାହାକୁ ଜନସାଧାରଣ ବ୍ୟକ୍ତିଗତ ଅଥବା ଅସୂୟ ଭାବେ ଭାବନାର ଯେକୌଣସି କ୍ଷେତ୍ରରେ ବ୍ୟବହାର କରିପାରିବେ। ଏହା ସବଳର ଅସ୍ତ୍ର ଦୁର୍ବଳର ନୁହେଁ। ଏହା ସବଳର ଅସ୍ତ୍ର ଦୁର୍ବଳର ନୁହେଁ। ଏହା ସର୍ବସାଧାରଣ ବା ସମୂହ ସ୍ୱାର୍ଥ ସାଧନ ନିମନ୍ତେ ଉଦ୍ୟମ କରେ। ବ୍ୟକ୍ତିଗତ ଓ ସଂକୀର୍ଣ୍ଣ ସ୍ୱାର୍ଥ ସାଧନ କରିବା କିମ୍ବା ଅର୍ଥନୈତିକ କାର୍ଯ୍ୟ ଅଥବା ଦୁଃସାବହ ଭାରି ଲାଭ ହାସଲ କରିବାକୁ ଏହା ସମର୍ଥନ କରେ ନାହିଁ। ସତ୍ୟାଗ୍ରହ ଶୋଷଣ ଓ ଭୁଲ କାର୍ଯ୍ୟରେ ବିରୋଧ କରିପାରନ୍ତି। ଏହା ଜଣେ ବ୍ୟକ୍ତିର ଅନ୍ତର୍ନିହିତ ଓ ଅଣହସ୍ତାନ୍ତରୀୟ ଜନ୍ମଗତ ଅଧିକାର। ଏଥିରେ କ୍ରୋଧ, ହିଂସା ଓ ବିଦ୍ୱେଷ ନଥାଏ କିମ୍ବା ବିରୋଧୀ ପକ୍ଷକୁ ପରାଜିତ କରିବା ଭାବନା ନଥାଏ। ବାସ୍ତବ ସତ୍ୟାଗ୍ରହୀ ନିର୍ଦ୍ଦିଷ୍ଟ ଏକ କଠୋର ଆଚରଣ ବିଧି ପାଳନ କରନ୍ତି। ସେ ଈଶ୍ୱର ବିଶ୍ୱାସୀ, ଧୈର୍ଯ୍ୟଶୀଳ, ନିର୍ଭୀକ, ଶାନ୍ତିପ୍ରିୟ ଓ ବିବେକବାନ ହେବା ଆବଶ୍ୟକ। ସେ ଶୃଙ୍ଖଳିତ ଓ ଆତ୍ମସଂଯମୀ ହେବା ବିଧେୟ। ସତ୍ୟ ଭାଷା ଓ ସାଧାରଣ କଲ୍ୟାଣ ସାଧନ ନିମନ୍ତେ ସେ ଯନ୍ତ୍ରଣା ଓ ତ୍ୟାଗ ସ୍ୱୀକାର କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ସେ ଭୟ କିମ୍ବା ଚାପର ବଶବର୍ତ୍ତୀ ହେବା ଉଚିତ ନୁହେଁ। ସେ ବିରୋଧୀ ପକ୍ଷର କ୍ରୋଧ ଓ ଆକ୍ରମଣକୁ ଧୈର୍ଯ୍ୟ ଓ ସାହସର ସହ ସହ୍ୟ କରିବେ, କିନ୍ତୁ ତାଙ୍କୁ ପ୍ରତି ଆକ୍ରମଣ କିମ୍ବା ଅପମାନିତ କରିବେ ନାହିଁ। ସତ୍ୟାଗ୍ରହ ନିଷ୍କ୍ରିୟ ପ୍ରତିରୋଧ ଠାରୁ ପୃଥକ, କାରଣ ନିଷ୍କ୍ରିୟ ପ୍ରତିରୋଧ ଏକ ସ୍ଥିର ସେ ଭୟ କିମ୍ବା ଚାପର ବଶବର୍ତ୍ତୀ ହେବା ଉଚିତ ନୁହେଁ। ସେ ବିରୋଧୀ ପକ୍ଷର କ୍ରୋଧ ଓ ଆକ୍ରମଣକୁ ଧୈର୍ଯ୍ୟ ଓ ସାହସର ସହ ସହ୍ୟ କରିବେ, କିନ୍ତୁ ତାଙ୍କୁ ପ୍ରତି ଆକ୍ରମଣ କିମ୍ବା ଅପମାନିତ କରିବେ ନାହିଁ। ସତ୍ୟାଗ୍ରହ ନିଷ୍କ୍ରିୟ ପ୍ରତିରୋଧ ଠାରୁ ପୃଥକ, କାରଣ ନିଷ୍କ୍ରିୟ ଏକ ସ୍ଥିର ଓ ନକାରାତ୍ମକ ଶକ୍ତି ଏବଂ ତାହା ଦୁର୍ବଳର ଅସ୍ତ୍ର, ସବଳର ନୁହେଁ। ତାହା ମଧ୍ୟ ବଳ ପ୍ରୟୋଗ ଅଥବା ହିଂସାର ବିଶ୍ୱାସ କରେ, ବିରୋଧୀ ପକ୍ଷକୁ ଅଡୁଆରେ ପକାଏ ଏବଂ କେବଳ ରାଜନୈତିକ କ୍ଷେତ୍ରରେ ପ୍ରୟୋଗ ହୋଇପାରେ। ଅହିଂସା କ୍ଷେତ୍ରରେ ଗାନ୍ଧୀ କହିଛନ୍ତି କଣ ନା, କେବଳ ଜୀବ ହତ୍ୟାକୁ ନିବୃତ୍ତ ରହିବା ଅହିଂସାର ଯଥାର୍ଥ ପରିସୀମା ନୁହେଁ। କ୍ଷୁଦ୍ରାତି କ୍ଷୁଦ୍ର ଜୀବଠାରୁ ଆରମ୍ଭ କରି ବୃହତ୍ତମ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ସମଭାବ ପ୍ରକାଶ କରିବା। ବ୍ରହ୍ମଚାରୀ ନିଜର ପରମ ଶତ୍ରୁ ପ୍ରତି ମଧ୍ୟ ପ୍ରେମ ଓ ସଦିଚ୍ଛା ପ୍ରକଟ କରିବା ସଙ୍ଗେ ସଙ୍ଗେ ଶତ୍ରୁର ଅନ୍ୟାୟ ଅନୀତିକୁ ଦୃଢ଼ ଭାବରେ ପ୍ରତିରୋଧ କରିବା। ଏଥିପାଇଁ ସେ ଧୈର୍ଯ୍ୟ ଓ ପ୍ରତୀକ୍ଷାର ସହ ପ୍ରତିପକ୍ଷ ଦ୍ୱାରା ଅନୁସୃତ ସମସ୍ତ ପ୍ରପୀଡ଼ନ ଓ ନିର୍ଯାତନାକୁ ସହ୍ୟ କରିବାକୁ ପ୍ରସ୍ତୁତ ରହିବ। ସତ୍ୟ ଉପରେ ଗାନ୍ଧୀ କହିଛନ୍ତି, ସତ୍ୟ ବା ମିଥ୍ୟା ଆଚରଣକୁ କେବଳ ନିବୃତ୍ତ କରିବା ସତ୍ୟର ପୂର୍ଣ୍ଣାଙ୍ଗ ସଂଜ୍ଞା ନୁହେଁ। ସତ୍ୟ ହିଁ ଭଗବାନ ଓ ନିରାଟ ବାସ୍ତବ। ଅନ୍ୟ ସମସ୍ତ
ଆଚରଣର ପାଳନ କେବଳ ସତ୍ୟର ସନ୍ଧାନ ଓ ଉପାସନା ପାଇଁ ଉଦ୍ଦିଷ୍ଟ। ସତ୍ୟାଗ୍ରହୀ ନିଜର କଳ୍ପିତ ଲକ୍ଷ୍ୟ ସାଧନା ଏପରିକି ଦେଶର ହିତ ପାଇଁ ଅସତ୍ୟର ଆଶ୍ରୟ ନେବା ଅନୁଚିତ। ପୁରାଣ ବର୍ଣ୍ଣିତ ପ୍ରହ୍ଲାଦଙ୍କ ପରି ଆବଶ୍ୟକ ପଡ଼ିଲେ ପିତା ଓ ଗୁରୁଜନଙ୍କ ଆଜ୍ଞାକୁ ମଧ୍ୟ ବିନୟତାର ସହ ଅବଜ୍ଞା କରିବାକୁ ସେ ପରାମର୍ଶ ଦେଇଛନ୍ତି। ତ ସତ୍ୟାଗ୍ରହର ଅର୍ଥ ହେଲା ଯେ ଅସତ୍ୟକୁ ଗ୍ରହଣ କରିବାନି ବା ତାଠୁ ଦୂରେଇ ରହିବା। ନେକ୍ସଟ, ବ୍ରହ୍ମଚର୍ଯ୍ୟ। ସତ୍ୟ ଓ ଅହିଂସା ବ୍ରତ ପାଳନ ପାଇଁ ବ୍ରହ୍ମଚର୍ଯ୍ୟ ଅପରିହାର୍ଯ୍ୟ। କେବଳ ନାରୀ ଓ ପୁରୁଷ ପ୍ରତି ଆସକ୍ତି ଅଥବା ଲୁଲୁପ ଦୃଷ୍ଟି ନିବୃତ୍ତିର ବ୍ରହ୍ମଚର୍ଯ୍ୟ ସୀମିତ ନୁହେଁ। ଏପରିକି ଜଣେ ବିବାହିତ ବ୍ୟକ୍ତି ପକ୍ଷରେ ନିଜର ପତି ଅଥବା ପତ୍ନୀ ପ୍ରତି କୌଣସି ଇନ୍ଦ୍ରିୟାସକ୍ତ ବିକାରଗ୍ରସ୍ତ ଆଚରଣ ପରିବର୍ତ୍ତେ ଆଜୀବନ ସଙ୍ଗୀ ଭଳି ସମଭାବ ସ୍ତରରେ ବିଚାର କରିପାରିବେ, ତାହା ହିଁ ବ୍ରହ୍ମଚର୍ଯ୍ୟ। ନେକ୍ସଟ, ଅସ୍ୱାଦ। ରୁଜବର୍ଣ୍ଣ ସ୍ୱାଦିଷ୍ଟ ଖାଦ୍ୟ। ସ୍ୱାଦିଷ୍ଟ ଖାଦ୍ୟ ଭୋଜନରୁ ନିଜକୁ ନିବୃତ୍ତ ନ ରହିଲେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ଅସମ୍ଭବ ବୋଲି ଗାନ୍ଧୀଜୀ ବିଚାର କରିଥିଲେ। ଭୋଜନକୁ କେବଳ ବହୁବାର ଏକ ସର୍ବନିମ୍ନ ଆଗ୍ରହ ଓ ମାନବ ସେବା ପାଇଁ ଲିପ୍ତ ଶରୀରର ଭକ୍ଷଣ ପାଇଁ ଆବଶ୍ୟକ ମନେକରି ସମସ୍ତ ପ୍ରକାର ଖାଦ୍ୟକୁ କେବଳ ଅତ୍ୟାବଶ୍ୟକ ଔଷଧ ତୁଲ୍ୟ ଗ୍ରହଣ କରିବା ବିଧେୟ। ମସଲା, ଉତ୍ତେଜକ ଦ୍ରବ୍ୟ, ଆମିଷ, ମଦ, ଧୂମ୍ରପାନ ଏସବୁଠୁ ଦୂରେଇ ରହିବା। ସେଥିପାଇଁ ନିଜ ଆଶ୍ରମରେ ମଧ୍ୟ ଏହାକୁ ସେ ନିଷେଧ କରିଥିଲେ। ନେକ୍ସଟ, ଆସ୍ତେୟ। ଆସ୍ତେୟ ବା ଐଶ୍ୱର୍ଯ୍ୟ କେବଳ ବିନା ଅନୁମତିରେ ମାଲିକର ଦ୍ରବ୍ୟ ବା ସମ୍ପତ୍ତିକୁ ହରଣକୁ ନିବୃତ୍ତ ରହିବାକୁ ବୁଝାଏ ନାହିଁ। ଉପଯୋଗ ବା ବ୍ୟବହାର ଉଦ୍ଦେଶ୍ୟରେ ବ୍ୟବହାର। ଯେତେବେଳେ ବ୍ୟବହାର ପାଇଁ ଦିଆଯାଇଛି ତାଠାରୁ ଅଧିକ ସମୟ ବ୍ୟବହାର ଓ ଆବଶ୍ୟକ ନଥିବା ଦ୍ରବ୍ୟର ଅଯୋଜିତ ବ୍ୟବହାର ଚୌର୍ଯ୍ୟ ବୃତ୍ତିର ଅନ୍ତର୍ଭୁକ୍ତ ବୋଲି ଗାନ୍ଧୀଜୀ ବିଚାର କରୁଥିଲେ। ପ୍ରକୃତିଦତ୍ତ ପଦାର୍ଥ ଯଥା ପାଣି, ପବନ, ଆକାଶ, ବନ୍ୟପ୍ରାଣୀ ପ୍ରକୃତିର ଅପବ୍ୟବହାରରେ ଚୌର୍ଯ୍ୟ ବୃତ୍ତି ଅନ୍ତର୍ଭୁକ୍ତ ଥିଲା। ନେକ୍ସଟ, ଅପରିଗ୍ରହ। ଆସ୍ତେୟ ଭଳି ଅପରିଗ୍ରହ ହେଉଛି କୌଣସି ବ୍ୟକ୍ତିର ନିଜର ଆବଶ୍ୟକ ନଥାଇ ଦ୍ରବ୍ୟ, କୌଣସି ଖାଦ୍ୟ, ବସ୍ତ୍ର, ଗୃହ ଓ ଆସବାବପତ୍ର ପ୍ରଭୃତି ସମ୍ପତ୍ତି ରୂପେ ରଖିବା ସତ୍ୟାଗ୍ରହ ବ୍ରତର ଉଲ୍ଲଂଘନ ବୋଲି ଗାନ୍ଧୀଜୀ ବିଚାର କରୁଥିଲେ। ଏହାକୁ ଅପରିଗ୍ରହ ବୋଲି ଚିନ୍ତା କରୁଥିଲେ। ନେକ୍ସଟ, ସ୍ୱଦେଶୀ। ବ୍ୟକ୍ତି ସର୍ବଶକ୍ତିମାନ ଓ ସର୍ବସ୍ୱାବଲମ୍ବୀ ନୁହେଁ। ସେଥିପାଇଁ ସେ ପ୍ରଥମେ ନିଜ ପଡ଼ୋଶୀର ସେବାକୁ ଜଗତର ସେବା ବୋଲି ବିବେଚନା କରିବା ଉଚିତ। ଏହି ଆଚରଣର ଅର୍ଥ ସ୍ୱଦେଶୀ। ପଡ଼ୋଶୀକୁ ହେଳା କରି ସୁଦୂର ଅଯାଚିତ ବ୍ୟକ୍ତି ପ୍ରତି ଅଗ୍ରାଧିକାର ପ୍ରଦାନ ସ୍ୱଦେଶୀ ନୀତିର ବିରୁଦ୍ଧାଚରଣ। ଏହି ନୀତି ଅବଲମ୍ବନ ପୂର୍ବରୁ ବିଦେଶୀ ପଦାର୍ଥର ବ୍ୟବହାର ପରିବର୍ତ୍ତେ ସ୍ଥାନୀୟ ଉତ୍ପାଦିତ ପଦାର୍ଥର ବ୍ୟବହାର ବିଧେୟ। ସ୍ୱଦେଶୀ ଧାରଣାରେ ବ୍ୟକ୍ତିଗତ ସ୍ୱାର୍ଥ ନାହିଁ। ନେକ୍ସଟ, ଅଭୟ। ଅଭୟ ବା ନିର୍ଭୀକତା ବ୍ୟତିରେକ ଉଲ୍ଲେଖିତ ସମସ୍ତ ବ୍ରତର ପାଳନ ସମ୍ଭବ ନୁହେଁ। ଜାତି, ଧର୍ମ, କୁଟୁମ୍ବ, ସରକାର ପ୍ରତିଶ୍ରୁତିର ଊର୍ଦ୍ଧ୍ୱରୁ ରହି ତଥା ଦାରିଦ୍ର୍ୟ ଓ ମୃତ୍ୟୁକୁ ବେଖାତିର କରି ନିର୍ଭୀକ ଭାବରେ ସତ୍ୟକୁ ଅବଲମ୍ବନ କରିବା ସତ୍ୟାଗ୍ରହର ପରମ କର୍ତ୍ତବ୍ୟ। ନେକ୍ସଟ, ଅସ୍ପୃଶ୍ୟତା ନିରାକରଣ। ଅସ୍ପୃଶ୍ୟତା ହିନ୍ଦୁ ଧର୍ମରେ ଏକ ଅଭିଶାପ ବୋଲି ଗାନ୍ଧୀଜୀ କହିଛନ୍ତି। ଅସ୍ପୃଶ୍ୟତା ନିବାରଣ ସତ୍ୟାଗ୍ରହ ବ୍ରତଚାରୀର ଏକ ଅପରିହାର୍ଯ୍ୟ କର୍ତ୍ତବ୍ୟ। ନେକ୍ସଟ, ବର୍ଣ୍ଣାଶ୍ରମ। ଜାତିଭେଦ ଓ ବର୍ଣ୍ଣ ବିଭେଦତା ହିନ୍ଦୁ ଧର୍ମ ପାଇଁ ଯଥେଷ୍ଟ ହାନିକାରକ ବୋଲି ଉପଲବ୍ଧ କରି ସତ୍ୟାଗ୍ରହ ଆଶ୍ରମରେ ଉଚ୍ଚ ନୀଚ ଭାବ, ଜାତି ଭେଦ ପ୍ରଥା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଥିଲା। ଆଶ୍ରମବାଦୀ ଚାରୋଟି ଜୀବନଦାତାର ଯଥା ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସୀକୁ ବିଶ୍ୱାସ କରୁଥିଲେ ମଧ୍ୟ ସଂସାର ତ୍ୟାଗ ପୂର୍ବକ ଓ ନିଜର ସମସ୍ତ କର୍ତ୍ତବ୍ୟ କର୍ମକୁ ପରିହାର କରି ବସର ରହିବାକୁ ସନ୍ନ୍ୟାସ ବୋଲି ବିଚାରୁ ନଥିଲେ ଗାନ୍ଧୀ। ତେଣୁ ନିଜର ଆଶ୍ରମରେ
ବର୍ଣ୍ଣାଶ୍ରମକୁ ବିରୋଧ କରୁଥିଲେ ଏବଂ ସନ୍ନ୍ୟାସୀ ନ ହୋଇ ଦେଶ ସେବାରେ ବ୍ରହ୍ମଚର୍ଯ୍ୟରେ ଗ୍ରାହସ୍ଥରେ ଏସବୁକୁ ସେ ବିଶ୍ୱାସ କରୁଥିଲେ। ନେକ୍ସଟ, ସହିଷ୍ଣୁତା। ଜଗତର ପ୍ରମୁଖ ଧର୍ମଗ୍ରନ୍ଥ ସମୁଦାୟ ସତ୍ୟର ପ୍ରକଟନ ଓ ଉପଲବ୍ଧ ଉଦ୍ଦେଶ୍ୟରେ ପ୍ରଣୀତ ଓ ପ୍ରଚଳିତ, କିନ୍ତୁ ଏଗୁଡ଼ିକୁ ପ୍ରଚଳନ ଓ ପ୍ରଚାର କରୁଥିବା ଅପୂର୍ବ ବ୍ୟକ୍ତିମାନଙ୍କ ଯୋଗୁଁ ଏଥିରେ ଅନେକ ପରିମାଣରେ ଅକ୍ଷୁର୍ଣ୍ଣ ସତ୍ୟ ଓ ଅସତ୍ୟ ବ୍ୟାଖ୍ୟା ଭରି ରହିଛି। ତେଣୁ ସ୍ୱଧର୍ମ ପ୍ରତି ଯେତିକି ଅନ୍ୟ ଧର୍ମ ପ୍ରତି ସେତିକି ପରିମାଣରେ ମାନସମ୍ମାନ ପ୍ରଦର୍ଶନ କରିବା ଉଚିତ। ଏଭଳି ସହିଷ୍ଣୁତା ଓ ସଦ୍ଭାବ ଜୀବନରେ ବ୍ରତ ହୁଏ। ଗୃହୀତ ହେଲେ ମଧ୍ୟ ଧର୍ମ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷ ଏଡ଼ାଇ ଯାଇପାରିବ ଏବଂ ଧର୍ମାନ୍ତରୀକରଣ ପ୍ରୟାସ ରହିବ ନାହିଁ। ସବୁ ଧର୍ମର ମୂଳ ଏକ, କିନ୍ତୁ ଗୋଟିଏ ବୃକ୍ଷର ଅନେକ ଶାଖା ଥାଏ। ସେହିଭଳି ସବୁ ଧର୍ମ ହେଉଛି ଗୋଟିଏ ବୃକ୍ଷର ଶାଖା। ନେକ୍ସଟ, ଶାରୀରିକ ଶ୍ରମ। ଶାରୀରିକ ଶ୍ରମ ଦ୍ୱାରା ଜୀବନ ନିର୍ବାହ। ଚଳନକ୍ଷମ ବ୍ୟକ୍ତି ନିଜର ସମସ୍ତ ନିତ୍ୟ ନୈମିତ୍ତ କର୍ମ ସମ୍ପାଦନ, କୌଣସି ଆବଶ୍ୟକ ନଥାଇ ଅନ୍ୟ ଉପରେ ନିର୍ଭର ନ କରିବା ପ୍ରଭୃତି ସତ୍ୟାଗ୍ରହର ପରମ ଆଚାର। ଶିଶୁ, ପଙ୍ଗୁ ତଥା ଅକ୍ଷମ, ବୃଦ୍ଧ ଓ ପୀଡ଼ିତ ବ୍ୟକ୍ତିଙ୍କର ସେବା ଶୁଶ୍ରୂଷା କରିବା ପ୍ରତ୍ୟେକ ସକ୍ଷମ ବ୍ୟକ୍ତିର ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ। ତେଣୁ ଏହା ସବୁ ପାଳନ କରିବା ହେଉଛି ସତ୍ୟାଗ୍ରାହୀର କର୍ତ୍ତବ୍ୟ। ଗାନ୍ଧୀ said that the root of every violence on the conflict is on truth, and that the only permanent solution of a conflict is truth. Consequently, to resolve conflicts, he conceived the non-violence technique satyagraha, which is the most potent method of ensuring a durable community peace. Satyagraha is applicable to all situations, from interpersonal to the group of relationship, from the micro to macro level problems. It can also be used to fight against the problems of injustice, exploitation, and conflict at the community level. The Gandhian approach to peace relies heavily on satyagraha. In effect, Gandhiji considers satyagraha as a moral substitution of war and as a superior means of redressing the grievance of state. It relies upon persuasion and moral pressure than the physical force of other coercive techniques to achieve the goal of peace and justice at the community level. Satyagraha aims at liquidating the antagonism but not the antagonists themselves. ଗାନ୍ଧୀ କହିଲେ କି ଦୋଷକୁ ଘୃଣା କର କିନ୍ତୁ ଦୋଷୀକି ନୁହେଁ। ଦୋଷକୁ ଘୃଣା କର କିନ୍ତୁ ଦୋଷୀକି ନୁହେଁ। ଏହାର ଅର୍ଥ, ଯଦି ଆମେ ଦୋଷକୁ ଘୃଣା କରିବା, ଦୋଷୀ ଜଣକ ନିଶ୍ଚିତ ବାଧ୍ୟ ହୋଇ ସେ ଦୋଷ ଠାରୁ ଦୂରେଇ ରହିବ। ସେଥିପାଇଁ ସେ କହିଛନ୍ତି ଦୋଷକୁ ଘୃଣା କର କିନ୍ତୁ ଦୋଷୀକି ନୁହେଁ। ନେକ୍ସଟ, ଗାନ୍ଧୀ ନନ୍ ଭାୟୋଲେନ୍ସ ଉପରେ ତାଙ୍କର ମତାମତ କ'ଣ ଅଛି? ଅହିଂସା ଉପରେ। ଗାନ୍ଧୀଙ୍କର ଦୁଇଟି ମୁଖ୍ୟ ଅସ୍ତ୍ର ଥିଲା, ଟ୍ରୁଥ ଏଣ୍ଡ ନନ୍ ଭାୟୋଲେନ୍ସ। ତେଣୁ ସେ ନନ୍ ଭାୟୋଲେନ୍ସ ଉପରେ ତାଙ୍କର ମତାମତ ଦେଇ ସେ କହିଛନ୍ତି ଯେ ସତ୍ୟ, ଅହିଂସା ଏବଂ ସତ୍ୟାଗ୍ରହ ଏହି ତିନୋଟି ମହାତ୍ମା ଗାନ୍ଧୀଙ୍କର ଅମୋଘ ଅସ୍ତ୍ର ରୂପେ ବିବେଚିତ ହେଉଥିଲା। ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏହି ଅସ୍ତ୍ରଗୁଡ଼ିକ ଗାନ୍ଧୀଜୀ ପ୍ରତି ସଫଳତାର ସହିତ ପ୍ରୟୋଗ କରିଥିଲେ। ଅହିଂସା ହିଂସାଠାରୁ ଅଧିକ ଶକ୍ତିଶାଳୀ ଏବଂ ମାନବୀୟ ସମ୍ବେଦନାର ସମସ୍ତ ସମସ୍ୟାବଳୀ ଏହି ଅହିଂସା ମାଧ୍ୟମରେ ସମାଧାନ କରାଯାଇପାରିବ। ଅହିଂସା ପରସ୍ପର ପ୍ରତି ଆଦର ଏବଂ ପ୍ରେମକୁ ଜନ୍ମ ଦିଏ। ଗାନ୍ଧୀଜୀ ଜୀବନର ସବୁ କ୍ଷେତ୍ରରେ ସତ୍ୟ ଏବଂ ଅହିଂସାର ପ୍ରୟୋଗ କରି ଘୃଣା ଏବଂ ଭୟ ଉପରେ ବିଜୟ ପ୍ରାପ୍ତ ହୋଇଥିଲେ। ଅହିଂସା ନୈତିକବାଚକ ନୁହେଁ, ଏହା ଆସ୍ତିବାଚକ ଶକ୍ତି। ହିଂସା ପ୍ରୟୋଗରୁ ବିରତ ରହିବାକୁ ଗାନ୍ଧୀଜୀ ବାସ୍ତବ ଅହିଂସା ବୋଲି ସ୍ୱୀକାର କରିନାହାନ୍ତି। ଖରାପକୁ ଭଲ ଦ୍ୱାରା ଜୟ କରିବାର ଭାବନା ଅଚିରେ ନିହିତ ରହିଛି। ଅଚିରେ ଆଦୌ କୌଣସି ପ୍ରତିଶୋଧର ଭାବନା ନାହିଁ।
କୌଣସି ଷଡ଼ଯନ୍ତ୍ର ନାହିଁ, କୌଣସି ପ୍ରତିକାର ବ୍ୟବସ୍ଥା ନାହିଁ, ସଂଗଠିତ ଯୁଦ୍ଧ ବା ଯୁଦ୍ଧ ହତ୍ୟାର ଯୋଜନା ମଧ୍ୟ ନାହିଁ। ଗାନ୍ଧିଜୀଙ୍କ ମତରେ ସତ୍ୟ ରୂପୀ ପରମ ଲକ୍ଷ୍ୟର ଅନୁସନ୍ଧାନ ନୈତିକ ହେବା ଉଚିତ ଏବଂ ଅହିଂସା ରୂପକ ସାଧକ ଦ୍ୱାରା ହିଁ ଏକ ପରମ ଲକ୍ଷ୍ୟ ପ୍ରାପ୍ତ ସମ୍ଭବ ହୋଇପାରିବ। ତେଣୁ ଅହିଂସା ସତ୍ୟାଗ୍ରହର ମୂଳମନ୍ତ୍ର ଅଟେ। ସତ୍ୟ ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ। ସତ୍ୟ ଭଳି ଅହିଂସା ମଧ୍ୟ ପରମ ଶକ୍ତିବାନ। ସ୍ଥୂଳ ରୂପରେ କାହାକୁ ନ ମାରିବାକୁ ଅହିଂସା ବୋଲି କୁହାଯାଇପାରେ। ଗାନ୍ଧିଜୀଙ୍କ ମତରେ ଏହି କେବଳ ଅହିଂସାର ଆଂଶିକ ପରିପ୍ରକାଶ ଅଟେ। ସେତିକି କରିଥିଲା ତାକୁ ଆମେ ଅହିଂସା ବୋଲି କହିବା ନାହିଁ। ବାସ୍ତବରେ ଅହିଂସାରେ ଏହାଠାରୁ ବହୁତ କିଛି ଉପାଦାନ ରହିଛି। ଗାନ୍ଧିଜୀଙ୍କର ଭାଷାରେ କୁବିଚାର ମାତ୍ରା ହିଁ ହିଂସା ଅଟେ। ମିଥ୍ୟା ଭାଷଣ ମଧ୍ୟ ହିଂସା ଅଟେ। କାହାର ମନ୍ଦ ପାଞ୍ଚିବା ମଧ୍ୟ ହିଂସା ଅଟେ। ପୃଥିବୀର ଯେଉଁ ସବୁ ଅତି ଆବଶ୍ୟକୀୟ ପଦାର୍ଥ ଅଛି ସେଗୁଡ଼ିକୁ ନିଜର ଆୟତ୍ତାଧୀନ ରଖିବା ମଧ୍ୟ ହିଂସା ଅଟେ। ଅହିଂସା ପାଳନ କରିବା ବ୍ୟକ୍ତି ନିଜର ବିଚାରରେ ମଧ୍ୟ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ବଚନ ଏବଂ ଆବେଗକୁ ମଧ୍ୟ ପିଜର କରି ରଖିବାକୁ ପଡ଼ିବ। ଜୀବନର ଆବଶ୍ୟକତା ପୂର୍ଣ୍ଣ କରିବା କ୍ଷେତ୍ରରେ ମଧ୍ୟ ସଂଯମ ପାଳନ କରିବାକୁ ହେବ। ସଂକ୍ଷେପରେ କହିବାକୁ ଗଲେ ଗାନ୍ଧିଜୀଙ୍କର ଅହିଂସାର ଧାରଣା ମାନ, ବଚନ ଏବଂ ଆଚରଣ ସହିତ ସମ୍ବନ୍ଧିତ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଉପଲବ୍ଧି। ଗାନ୍ଧିଜୀଙ୍କ ମନୋରାଜ୍ୟକୁ ଆଚ୍ଛାଦିତ କରି ରଖିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଦର୍ଶ ଥିଲା ଅହିଂସା। ଭାରତୀୟ ସଂସ୍କୃତିର ଏହି ପରମ ସତ୍ୟକୁ ଗାନ୍ଧିଜୀ ଯେତିକି ଉପଲବ୍ଧ କରିଥିଲେ ତାହାକୁ କାର୍ଯ୍ୟରେ ପରିଣତ କରିବାର ସଂକଳନରେ ମଧ୍ୟ ସେ ତତୋଧିକ ଦୃଢ଼ ଥିଲେ। ବୁଦ୍ଧ, ମହାବୀର ଅହିଂସା ମନ୍ତ୍ରରେ ସେ ଅଭିମନ୍ତ୍ରିତ ହୋଇପାରିଲେ ସମ୍ପୂର୍ଣ୍ଣ ଭାବେ। ଗାନ୍ଧିଜୀଙ୍କ ଧାରଣାରେ ଅହିଂସା ହେଉଛି ଏକ ଐକ୍ୟପଦ। ଅହିଂସା ହେଉଛି ଏକ ଐକ୍ୟପଦ। ତାକୁ ଈଶ୍ୱରୀୟ ଗୁଣ ଯାହାର ପ୍ରଭାବରେ ଅଭୀଷ୍ଟ ପୂରଣ ହୁଏ। ଗାନ୍ଧିଜୀ ତାଙ୍କ ଜୀବନର ଯେତେ ଯେତେ କାର୍ଯ୍ୟ ହାତକୁ ନେଇଛନ୍ତି ସେଗୁଡ଼ିକୁ ସେ ଏହି ଅହିଂସା ମାଧ୍ୟମରେ ସାଧନ କରିଛନ୍ତି। ଯେଉଁ କାର୍ଯ୍ୟରେ ସାମାନ୍ୟତମ ହିଂସାର ସମ୍ପୃକ୍ତ ଅଛି ବୋଲି ସେ ଗାନ୍ଧିଜୀ ଅନୁଭବ କରିଥାନ୍ତି ନିଜକୁ ସେ ସେଥିରୁ ନିବୃତ୍ତ କରି ରଖିଛନ୍ତି। ଯେମିତିକା ଅସହଯୋଗ ଆନ୍ଦୋଳନ ନେତୃତ୍ୱ ନେଲାବେଳେ ତାଙ୍କର ପ୍ରଥମ ଏବଂ ପ୍ରଧାନ ସର୍ତ୍ତ ଥିଲା ଯେ ଆନ୍ଦୋଳନ ସମ୍ପୂର୍ଣ୍ଣ ଅହିଂସା ରୂପରେ ହେବ। ଏଥିରେ ରକ୍ତପାତ ନାହିଁ କି ହିଂସା ନାହିଁ। କିନ୍ତୁ ହିଂସା ଆରମ୍ଭ ହେଲେ ସେ ଆନ୍ଦୋଳନକୁ ବନ୍ଦ କରିଦେବେ। କାର୍ଯ୍ୟତଃ ସେ ତାହା ହିଁ କରିଥିଲେ। 1921 ମସିହାରେ ଚୌରୀ ଚୌରାଠାରେ ଥାନା ପୋଡ଼ି ଏବଂ ପୁଲିସ ଉପରେ ଆକ୍ରମଣ ଘଟଣାରେ ବ୍ୟଥିତ ହୋଇ ସେ ଅସହଯୋଗ ଆନ୍ଦୋଳନକୁ ଅଧା ବାଟରେ ବାତିଲ କରିଦେଇଥିଲେ। ତାଙ୍କ ମତରେ ଅହିଂସାର ଦୁଇଟି ଦିଗ ଅଛି। ପ୍ରଥମଟି ହେଉଛି ନକାରାତ୍ମକ ଦିଗ, କୌଣସି ବ୍ୟକ୍ତି ପ୍ରତି କୌଣସି ପ୍ରକାର କ୍ଷତି କରିବା ପ୍ରବୃତ୍ତିକୁ ବିରତ ରହିବା। ଦ୍ୱିତୀୟଟି ହେଉଛି ସକାରାତ୍ମକ ପ୍ରେମ ଏବଂ ସହାନୁଭୂତି ଦ୍ୱାରା ଖରାପ କାର୍ଯ୍ୟ ବା ଖରାପ ଚିନ୍ତାକୁ ପ୍ରତିହତ କରିବା। Refrain from the causing injury to the others and resting the evil through love and compassion. ପାପକୁ ଘୃଣା କରାଯିବା ଉଚିତ, ମାତ୍ର ପାପୀ କି ନୁହେଁ ବୋଲି ଗାନ୍ଧିଜୀ କହିଥିଲେ। ପାପକୁ ଘୃଣା କର କିନ୍ତୁ ପାପୀ କି ନୁହେଁ। ପାପ ଲୋକକୁ ପାପ କାର୍ଯ୍ୟ କରିବାକୁ ନିବୃତ୍ତ କରିବା ପାଇଁ ଅହିଂସାର ପଥ ଉପଯୁକ୍ତ ବୋଲି ସେ କହିଥିଲେ। ତାଙ୍କ ମତରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ସହାନୁଭୂତି, ଧୈର୍ଯ୍ୟ ଉପଯୁକ୍ତ ଯୁକ୍ତି ବଳରେ ପାପୀର ପାପ କରିବାର ଯେଉଁ ପ୍ରବୃତ୍ତି ଅଛି ତାକୁ ପରିହତ କରାଯାଇପାରେ। ଅହିଂସା ମାଧ୍ୟମରେ ତ ଭାରତୀୟ ଜାତୀୟ ଆନ୍ଦୋଳନ କୃତକାର୍ଯ୍ୟ ହେଲା ଏବଂ ଭାରତକୁ ସ୍ୱାଧୀନତା ମିଳିଲା ବୋଲି ଆମେ ନିଜ ସ୍ୱଚକ୍ଷୁରେ ଦେଖିଲେ। ତେଣୁ ଗାନ୍ଧିଜୀ କହିଥିବା କଥା ବା କରିଥିବା କାର୍ଯ୍ୟ ନିଜେ ପ୍ରମାଣ କରି ଦେଖେଇଦେଲେ। ବିନା ରକ୍ତପାତରେ ଏତେ ବଡ଼ ଶକ୍ତିଶାଳୀ ଦେଶକୁ ସେ ଭାରତରୁ ବିଦା କରିଦେଲେ। ତେଣୁ ସେ ଯେଉଁ ଅହିଂସାର ପଥ ଖୋଜିଥିଲେ, ଅହିଂସା ପଥରେ କେଉଁ କେଉଁ ସବୁ ତାର ରାସ୍ତା ଥିଲା, ଅହିଂସାରେ କ'ଣ କ'ଣ ଜଡ଼ିତ ଥିଲା। ପ୍ରଥମ ହେଲା ସତ୍ୟ। ଗାନ୍ଧିଜୀ କହିଥିଲେ ସତ୍ୟକୁ ଅହିଂସାର ଉତ୍ପତ୍ତି। ଗାନ୍ଧିଜୀ କହିଥିଲେ ସତ୍ୟରୁ ହିଁ ଅହିଂସାର ଉତ୍ପତ୍ତି।
ସତ୍ୟ ପଥ ଅନୁସୃତ ନହେଲେ ଅହିଂସାର ପ୍ରୟୋଗ ଅସମ୍ଭବ। ସତ୍ୟ ଅନ୍ତରାତ୍ମାକୁ ପବିତ୍ର କରେ ଓ ବିବେକକୁ ଜାଗ୍ରତ କରେ। ଏହା ଫଳରେ ମନର ଅହିଂସା ପ୍ରତି ଆଗ୍ରହ ଓ ଶ୍ରଦ୍ଧା ବୃଦ୍ଧି ପାଏ। ଶୁଦ୍ଧତା, ସଚୋଟପଣିଆ ଓ ସତ୍ୟ ପ୍ରତି ନିଷ୍ଠା ଅହିଂସାର ଶକ୍ତି ବୃଦ୍ଧି କରେ। ଦ୍ୱିତୀୟତଃ ନିର୍ଭୟ, ଫେୟାରନେସ୍। ଅହିଂସା ପଥକୁ ଆଶ୍ରୟ କରିବାକୁ ହେଲେ ମନୁଷ୍ୟକୁ ନିର୍ଭୟ ହେବାକୁ ପଡ଼ିବ। ଗାନ୍ଧିଜୀଙ୍କ ମତରେ ସବଳ ଲୋକ ମନରେ ହିଁ ଭୟ ଥାଏ ଏବଂ ଏହି ଭୟ ତାକୁ ପ୍ରତିଟି ମୁହୂର୍ତ୍ତରେ ଦୁର୍ବଳ କରିଥାଏ। ଅହିଂସା ଅବଲମ୍ବନ କରୁଥିବା ବ୍ୟକ୍ତି ଦୃଢ଼ତାର ସହିତ ନିଜର ମନକୁ ନିର୍ଭୟ କରିବା ଉଚିତ, କାରଣ ସେ କାହାର କ୍ଷତି ଚାହୁଁନାହିଁ କିମ୍ବା କରୁନାହିଁ, ବରଂ ଲାଭ କରିବାର ଆଶା ରଖିଛି। କେହି ତେଣୁ ତାର କିଛି କ୍ଷତି କରିପାରିବେ ନାହିଁ। ନେକ୍ସଟ, ନିର୍ଲୋଭ, ନନ୍ ପଜେସିଭନେସ୍। ନିର୍ଲୋଭ ଏବଂ ନିରହଙ୍କାର ଅହିଂସାର ଅନ୍ୟ ଏକ ବିଶିଷ୍ଟ ଗୁଣ। ଅହିଂସାର ପଥିକ ତ୍ୟାଗ ଉପରେ ବିଶ୍ୱାସ ରଖେ, ଭୋଗ ଉପରେ ନୁହେଁ। ଯେକୌଣସି ଦ୍ରବ୍ୟ ଉପରେ ନିଜର ଏକଚାଟିଆ ଅଧିକାର ସାବ୍ୟସ୍ତ କରେ ନାହିଁ କିମ୍ବା ଆବଶ୍ୟକତା ଠାରୁ ଅଧିକ ଆଶା କରେ ନାହିଁ। ଲୋଭ ଏବଂ ଅହଙ୍କାର ନ ରହିଲେ ବ୍ୟକ୍ତି କେବେ ହିଂସା କରିପାରିବ ନାହିଁ। ନେକ୍ସଟ, ତ୍ୟାଗ, ରେନୁସିଏସନ୍। ଗାନ୍ଧିଜୀ ତ୍ୟାଗକୁ ଅହିଂସାର ପ୍ରଧାନ ମାର୍ଗ ଭାବରେ ବିଚାର କରିଛନ୍ତି। ତାଙ୍କ ମତରେ ତ୍ୟାଗ କରିବାର ପ୍ରେରଣା ମନୁଷ୍ୟ ମନରେ ଜାଗ୍ରତ ନ ହେବା ପର୍ଯ୍ୟନ୍ତ ସେ ସତ୍ୟ ଓ ଅହିଂସା ପ୍ରତି ଆଗ୍ରହ ପ୍ରକାଶ କରିପାରିବେ ନାହିଁ। ଗାନ୍ଧିଜୀ କହିଥିଲେ, ପ୍ରକୃତ ଲକ୍ଷ୍ୟ ସାଧନ ପାଇଁ ଆବଶ୍ୟକ ହେଲେ ଜୀବନ ମଧ୍ୟ ତ୍ୟାଗ କରାଯାଇପାରେ। ତେଣୁ ଏଭଳି ତ୍ୟାଗ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ, କେବଳ ସତ୍ୟାଗ୍ରହୀମାନଙ୍କ ପକ୍ଷେ ସମ୍ଭବ ଅଟେ। ନେକ୍ସଟ, ଅଧ୍ୟବସାୟ ବା ପ୍ରିଜର୍ଭାରାନ୍ସ। ଗାନ୍ଧିଜୀ ଅହିଂସାକୁ ନିଷ୍ଠା ଏବଂ ଅଧ୍ୟବସାୟ ଭାବେ ବିଚାର କରନ୍ତି। ତାଙ୍କ ମତରେ ବ୍ୟଗ୍ରତା ଦ୍ୱାରା କୌଣସି କାର୍ଯ୍ୟ ସଠିକ ଭାବେ ସମ୍ପନ୍ନ ହୁଏ ନାହିଁ। ସେ ପାଇଁ ନିଷ୍ଠାପର ଉଦ୍ୟମ ଦରକାର। ଅହିଂସା ଦ୍ୱାରା କାର୍ଯ୍ୟ ସାଧନ ଅର୍ଥାତ୍ ପ୍ରତିପକ୍ଷକୁ ମନାଇବା ବା ମନରେ ବିଶ୍ୱାସ ଜନ୍ମାଇବା, ତାକୁ ପ୍ରତିହତ କରିବା, ଏସବୁ କାର୍ଯ୍ୟ ପାଇଁ ଧୈର୍ଯ୍ୟର ଆବଶ୍ୟକତା ଅଧିକ ବୋଲି ଗାନ୍ଧିଜୀ କହିଥିଲେ। ନେକ୍ସଟ, ଆତ୍ମଶୁଦ୍ଧି, ସେଲ୍ଫ ପ୍ୟୁରିଫିକେସନ୍। ଆତ୍ମଶୁଦ୍ଧି ଅହିଂସାର ଅନ୍ୟ ଏକ ପଥ। ନିଜେ ସର୍ବସନ୍ତକରଣରେ ଶୁଦ୍ଧ ଓ ପବିତ୍ର ନହେଲେ ଅନ୍ୟକୁ ସେହି ପଥରୁ ଆଣିବା ଅସମ୍ଭବ। ଆତ୍ମସମୀକ୍ଷା ଓ ଆତ୍ମବିଶ୍ଳେଷଣ ଆତ୍ମଶୁଦ୍ଧିର ତଳ ପ୍ରକ୍ରିୟା। ଗାନ୍ଧିଜୀ ଉପବାସକୁ ମଧ୍ୟ ଆତ୍ମଶୁଦ୍ଧିର ଉପାୟ ଭାବେ ଗ୍ରହଣ କରିଥିଲେ ଓ ଏହାକୁ ମଧ୍ୟ ଅହିଂସା ବୋଲି ସେ କହୁଥିଲେ। The basis of Gandhi's pacifism in the supreme value of ahimsa or non-violence. Non-violence is the means to achieve truth. Just as violence is in the distinctive character of animals, non-violence is the nature of man. Violence and non-violence are two opposite terms. The arguments against the violence offense resolve around the assumptions that it does not work, that there are inherent laws governing violence and prevent in form of providing positive results. Gandhi is the opposite to violence because of 5 reasons. First one is continuity, means once you start using violence, you cannot escape it. Secondly, reciprocity, that is violence creates back end of to create further violence. On this point, Gandhi warned that two answers brutality with brutality in the admin ones of the moral and the intellectual
bankrupt, and it can be the start of a victorious circle. Thirdly, sameness. Thirdly, sameness, that is, it is the impossible to distinguish between the justified and the unjustified violence, between violence and the liberance of the violence that enslaves. No matter how high the goal, violence reduce all the practitioner to the same level. Or in Gandhi words that the corner violence can only result in the further brutalization of a human nature. Fourthly, violence begets only the further violence, that is, the end grows out of the means used. And lastly, violence needs to the justified, but such justification is a hypothetical. There is no pure violence. Violence and hatred are always linked to each other. If violence is our by the violence, the result is the physical struggle. Now, physical struggle inevitably inevitably announces in the mind of those directly and even indirectly concerned in emotions of hatred, fear, rage, and entertainment. In the heat of conflict, all scruples are thrown to the winds, and all the habits of forbearance and humanity slowly and laboriously formed during the generations of civilized living in forgotten. Equal opportunity, ସମସ୍ତଙ୍କ ପାଇଁ ସମାନ ସୁବିଧା ସୁଯୋଗ, equal opportunity to for all. Gandhi maintained that there cannot be the lasting peace unless there are the equal opportunities for all. According to the Gandhi, you cannot have a good social system when you find yourself low in the scale of a political right, nor can you be fit to exercise political rights and privileges unless your social system is based on the reason and justice. You cannot have you cannot have a good economic system when your social arrangements are imperfect. If your religious ideas are low and governing, you cannot succeed in the ensuring equal status for women, and the access to the opportunities for all was the ultimate that would bring independence to the people of India. Gandhi believed that Gandhi believed that real peace cannot be emerged unless the individuals cease to exploit one another. ଗାନ୍ଧୀ କହିଲେ ଯେତେବେଳେ ତମେ ନିର୍ଯାତିତ କାହା ଦ୍ୱାରା ନ ହେଇଛ, ତମ ଅନ୍ତର ଆତ୍ମା ଲୁଚି ରହିଥିବା ସେ ଶାନ୍ତି ବା ପିସ୍ କେବେ ସୃଷ୍ଟି ହେବ ନାହିଁ। ଯେତେବେଳେ ଲୋକମାନେ ବିପଦରେ ପଡ଼ନ୍ତି ସେତେବେଳେ ଭଗବାନଙ୍କୁ ଡାକନ୍ତି, ସମ୍ପଦ ଥିଲାବେଳେ କେବେ ହେଲେ ସେ ଭଗବାନଙ୍କୁ ଡାକନ୍ତି ନାହିଁ। ତେଣୁ ଗାନ୍ଧୀ କହୁଛନ୍ତି ଯେ ସେତେବେଳେ ଲୋକ ମଧ୍ୟରେ ଏହା ସୃଷ୍ଟି ହୋଇଥାଏ ଯେତେବେଳେ ସେ ବିପଦରେ ବା ଅସୁବିଧାରେ ପଡ଼ିଥାଏ। A peaceful community would aim at resolving conflicts by the helping in neighbor, alleviate their economic problems and try to remain friendly with them. The other principle of a community peace is the social justice. Peace cannot be established in a society for big class distinction exists. ଯେତେବେଳେ ଲୋକମାନେ ଅସୁବିଧାରେ ପଡ଼ିଥାନ୍ତି ସେତେବେଳେ ପଡ଼ୋଶୀମାନଙ୍କୁ ନିଜର ଭଲ ଭାବନା ଦେଖାଇଥାନ୍ତି। ଯେତେବେଳେ ଲୋକମାନେ ସ୍ୱଭାବର ଥାଆନ୍ତି ସେତେବେଳେ ପଡ଼ୋଶୀମାନଙ୍କୁ ନିଜ ଦୃଷ୍ଟିରେ ଦେଖିଥାନ୍ତି। ତେଣୁ ଏହା ହିଁ ଅଶାନ୍ତିର ମୂଳ କାରଣ ବୋଲି ଗାନ୍ଧୀ ଦର୍ଶାଇଛନ୍ତି। Next, non-violent army is the Shanti Sena,
and peace communities. Shanti Sena बोली से कहा को कहते one important conditions of a peaceful world according to the Gandhi is the rising of a Shanti Sena. Rising of the Shanti Sena. Gandhi felt that it should be possible to raise if we are sincere about its purpose. A non-violent army acts unlike armed men in the times of peace and war. It brings warning communities together, carries out peace propaganda, engages in activities that bring and keep them in touch with other persons. Such an should be army should be ready to cope with any emergency. The non-violent force must be small if it is to become efficient. The trained Satyagrahi of the Shanti Sena should be willing to make any sacrifice, including of their own lives, for the sake of truth, peace and non-violence. ଶାନ୍ତି ସେନା ସେତେବେଳେ ଏହା କରିପାରେ ଯେତେବେଳେ ଅନ୍ୟମାନେ ଯାହା ନ କରିପାରନ୍ତି। ଆବଶ୍ୟକ ପଡ଼ିଲେ ଶାନ୍ତି ସେନା ସତ୍ୟ ପାଇଁ ଜୀବନ ମଧ୍ୟ ଦେଇପାରେ, ଯାହା ଗାନ୍ଧୀ କହିଛନ୍ତି। The band of Satyagraha in the Shanti Sena confronts to the aggressor and tells them the wrongness of their action. They are even willing to lay down their lives in their process of non-violent resistance. The unexpected spectacle of endless rows upon rows of men and women simply dying rather than the surrender to the will upon the aggressor must ultimately melt him and his the solidarity. ଗାନ୍ଧୀ କହିଛନ୍ତି ଯଦି ତମକୁ ଜଣେ ଗୋଟିଏ ଗାଲରେ ଜାବଡ଼ା ଦିଏ ତମେ ନିଶ୍ଚିତ ଭାବେ ଆର ଗାଲଟିକୁ ଦେଖେଇ ଦିଅ ମାରୁଥିବା ଲୋକର ଆତ୍ମା ତରଳିଯିବ ଏବଂ ତମ ପ୍ରତି ହିଂସା ଠାରୁ ସେ ଦୂରେଇ ରହିବ। Gandhi claimed that men can slaughter one another for years in the heat of the battle. For them, it seems a case of kill or be killed. But if there is no danger but being killed yourself by those you say, you cannot go on killing defenseless and on people endlessly. You must put down your gun in self-disgust. ଗାନ୍ଧୀ ଯୋଉ କହିଛନ୍ତି ଯେ ଅନ୍ୟକୁ ଆକ୍ରମଣ କର ନାହିଁ ବା ଅନ୍ୟାୟ ବିରୁଦ୍ଧରେ ଲଢ଼, ହିଂସା ବିରୁଦ୍ଧରେ ଲଢ଼, ତାହା ସତ୍ୟ ମାଧ୍ୟମରେ ଅହିଂସା ମାଧ୍ୟମରେ ନିଶ୍ଚିତ ପକ୍ଷେ ଅପର ପକ୍ଷରେ ଥିବା ଲୋକଟିର ଆତ୍ମା ତରଳିବ ଆଉ ସିଏ ଶାନ୍ତି ପଥକୁ ନିଶ୍ଚିତ ଭାବରେ ଆସିବ। ଭ୍ୟାଲ୍ୟୁ ବେସ୍ଡ କଲଚର ଆଣ୍ଡ ମୋରାଲ ସଲ୍ୟୁସନ୍ସ। ଗାନ୍ଧୀ ଜଣେ ନୈତିକବାନ ଥିଲେ। ସେ ପ୍ରତ୍ୟେକ ମୁହୂର୍ତ୍ତରେ ଧର୍ମ ଓ ନୈତିକତା ସହିତ ଯୋଡ଼ିଥିଲେ। ରାଜନୀତିକୁ ମଧ୍ୟ ସେ ନୈତିକତା ସହିତ ଯୋଡ଼ିଥିଲେ। Gandhi said that the root of violence lie in our infinitive greed, consumerism and materialism. A new lifestyle and a new culture are required for making the world peaceful. The modern civilization that glorifies and venerates self-interest debates the moral basis of society. Restriction on human needs and inclusion of other rather than the self-regarding attitudes are vital components of legal Gandhian vision of the peace. Attainment of peace should be the ultimate goal of any youthful human emotions and actions. Once their minds are at rest, they can concentrate their energies for the spreading the message of peace. Youth should know that social harmony is an index of peace. They should strive peacefully to mind their and other people's social lives happy and undistributed, which is the aim of any society.
Gandhi also warned youngsters against misinterpreting religions. The problem of war and peace have been misconceived. The problem of war and peace have been misconceived by the conventional approaches and the theories. The efforts for the peace, the efforts for peace too far have failed because of the wrong methods used to and because of the lack of sincerity on the part of their practitioners. In the Gandhian approach, conflict is primarily a moral problem and requires moral solutions. ଗାନ୍ଧିଆନ ଥଟରେ ବା ଗାନ୍ଧୀବାଦରେ ପ୍ରଥମ କଥା ଗୁରୁତ୍ୱ ଦିଆଯାଇଛି ଯେ ନୈତିକବାନ ହେବା ନୈତିକ ପ୍ରାଇମେରୀ ମୋରାଲ ପ୍ରୋବ୍ଲେମ୍ସ ରିକ୍ୱାର୍ସ ଟୁ ଦ ମୋରାଲ ସଲ୍ୟୁସନ ସବୁ କିଛି କି ଧର୍ମ ଓ ନୈତିକ ମାଧ୍ୟମରେ ସଲ୍ୟୁସନ କରିବା ଗାନ୍ଧୀ ବିଲିଭ୍ ଦ୍ୟାଟ୍ ଦ ଏଭ୍ରି ଆକ୍ସନ whether performed for self, family, group or community produce its own appropriate result. Evil actions create evil results. What is the good actions lead the good results. ଗାନ୍ଧୀ ଆମ ମାନଙ୍କୁ ଗୋଟେ ଭଲ ଶୋଷଣ ଦେଇଛନ୍ତି ଯଦି ମନ୍ଦ କାମ କରିବ ନିଶ୍ଚିତ ଭାବରେ ମନ୍ଦ ଫଳ ଫଳିବ ଯଦି ଭଲ କାମ କରିବ ନିଶ୍ଚିତ ଭାବରେ ଭଲ ଫଳ ଫଳିବ ଆପଣମାନେ ଯଦି ଆମ୍ବ ଗଛ ଲଗେଇବେ ନିଶ୍ଚିତ ଭାବରେ ଆମ୍ବ ଫଳିବ ସେଥିରେ କେବେ ହେଲେ ବି ନଡ଼ିଆ ଫଳିବ ନାହିଁ ତେଣୁ ଆପଣମାନେ ଜାଣି ରଖନ୍ତୁ ପ୍ରତ୍ୟେକ କାର୍ଯ୍ୟର ତାର ରିଆକ୍ଟ ଅଛି ତେଣୁ evil action creates evil results and the good action lead to the good results. In a community, evil seems to have the overtaken the good. Every conflict becomes to the cause of the subsequent conflict. Therefore, in consonance with the spirit of the sages and prophet of ancient times. ଭାରତର ପ୍ରାଚୀନ ସଭ୍ୟତାରେ ସାଧୁ ସନ୍ଥ ମାନେ ଏହି ନୀତିକୁ ଆପଣେଇଥିଲେ ହିଂସା ପରିହାର କର ଅସତ୍ୟ ପରିହାର କର ଗାନ୍ଧୀ prescribed moral means for the settlement of disputes. Conflict is the mutual violence which breed hatred, revenge, and bitterness. Hatred cannot be the foundation for future peace. Gandhi stressed that peace is the temple of a church, or peace is the temple or church of a truth. ଗାନ୍ଧୀ ତ ପ୍ରଥମରୁ କହିଛନ୍ତି ସତ୍ୟ ହିଁ ଭଗବାନ ଶାନ୍ତି ହିଁ ମନ୍ଦିର ଶାନ୍ତି ହିଁ ଚର୍ଚ୍ଚ ଶାନ୍ତି ହିଁ ସତ୍ୟର ଚର୍ଚ୍ଚ one that is the being the achieved in the human being he or she will be a productive peacemaker. A non-productive person has no right, according to the Gandhi, to enjoy the fruits from the sources of nature. He has to therefore labor that through the peaceful means. Gandhi said that he honored the place is in the where the entire universe resides, a place of light, of love, of truth, of peace, of wisdom. Each of us must learn to work not just for the oneself. ଆମେ ପ୍ରଥମେ ନିଜେ ଜାଣିବା ଅନ୍ୟକୁ ଜଣେଇବା ନିଜେ ନିଜକୁ ଭଲ ପାଇବା ଓ ଅନ୍ୟକୁ ଭଲ ପାଇବା ଏହା ମଧ୍ୟରେ ଭଲ ପାଇବା ସମ୍ପର୍କ ଯୋଡ଼ି ଯାଇଥାଏ. The critical estimate of the Gandhian approach. Gandhi claimed that his life has like a laboratory of a truth and non-violence. Hence, this can be reinterpreted and applied fresh to the emerging realities of the 21st century. His teaching and personal example to provide severe practical tools and techniques that is the relevant of addressing the challenge of the contemporary society. ଗାନ୍ଧୀ କହିଥିଲେ ମୁଁ ଯାହା କହୁଛି ବା ମୁଁ ଯାହା କହୁଛି ମୁଁ ଯାହା କରୁଛି ତାହା ହିଁ କର ମୁଁ ଯାହା କହୁଛି ତାହା ହିଁ କର ମୁଁ ଯାହା କରୁଛି ତାହା ହିଁ କର. Mankind today is the suffering from the
multi-dimensional crises such as the terrorism, denial of human rights, economic inequality, racial discrimination, ethnic violence, religious intolerance, poverty, and environmental degradation do so on. Gandhian principle of truth, love, non-violence, and social order based on the justice and goodness, one of great relevance in the context. The Indian Constitution incorporated as its main commitment of the Chapter of Fundamental Rights, which provides for the guarantees against state interference with the individual rights of will of positive commitment from the state to ensure just social order. Further, the Constitution also incorporated a chapter of a directive principle of state policy, which direct of enjoin in the state of pursue policies that promote the healthier natural and material environment, as well as ensure as the distribution of material resources of the society. Chapter 3 is finished. Today we are covered chapter 2 and chapter 3. Remaining 11 chapters we will discuss another class. That class will be held on October 21, 20 and 21. October 20 and 21. The link will be provided by the IGNOU in your mail. You should be check your email. That day we will discuss in class time is 5 p.m. to 7 p.m. Sarat? sir. ଆଉ ଯୋଉ କୋର୍ସ ଗୁଡାକ ଆମର ରହିଗଲା ଯେ କି ଆସନ୍ତା 20-21 ଯୋଉ ସୋମ ମଙ୍ଗଳବାର ଅଛି ସେଥିରେ କ୍ଲାସ ହବ ଆଉ ଲିଙ୍କ ଟା ଦିଆଯିବ ଜଏନ୍ କରିବା ପାଇଁ। ଆମର ବହୁତ କୋର୍ସ ରହିଗଲା କାରଣ ଆରମ୍ଭ 2 ଦିନ କେହି ପିଲା ଜାଣିପାରିଲେନି, ହେଲା କି? ମୁଁ ଭାବୁଛି ଆମର ଯେତିକି ଜଣ ଅଛନ୍ତି ଗୋଟେ ହ୍ୱାଟ୍ସଆପ ଗ୍ରୁପ କରିଦେଲେ ଭଲ ହୁଅନ୍ତା। ଆମେ ଡିସ୍କସନ କରନ୍ତେ, କ୍ୱେଶ୍ଚିନ୍ ବି ମୁଁ ସେୟାର କରିପାରନ୍ତି, ଆଉ ତମର ଯାହା ଡାଉଟ୍ ହୁଅନ୍ତା ତମେ ମତେ ପଚାରି ପାରନ୍ତ। ଏ ଗ୍ରୁପରେ ଯେତେ ଜଣ ଅଛନ୍ତି ଗୋଟେ ହ୍ୱାଟ୍ସଆପ ଗ୍ରୁପ କରିଦିଅ, ଭାବୁଛି ଭଲ ହବ। ସାର୍ ଅନ୍ୟମାନଙ୍କୁ ତ ମୁଁ ଜାଣିନି। ଏ ଗ୍ରୁପରେ ଆଜି ତ ମୁଁ ସାର୍ କେନ୍ଦୁଝର କହୁଛି। ଆମର କେନ୍ଦୁଝରରେ ଯୋଉ ପିଲା ଅଛନ୍ତି ଆମ ସେମାନଙ୍କୁ ନେଇକି ବି କଲେ ସେମାନେ ତାଙ୍କର ଯେ ସାର୍ ଆମର ସେକେଣ୍ଡ ଇୟର ପିଲା ଥିବେ ନାଇଁ ଗ୍ରୁପରେ କେବଳ କେଉଁଝର ନାହିଁ, ଗତ ବର୍ଷ କ୍ଲାସରେ ପ୍ରାୟତଃ ଅଲ ଓଡ଼ିଶାରେ ପିଲା ଥିଲେ, କରମଠୁ ଆରମ୍ଭ କରି ସବୁଆଡେ, ପୁରୀ କଣ, ଅନୁଗୁଳ କଣ, ବାଲେଶ୍ୱର, ମୟୂରଭଞ୍ଜ ସବୁ ଡିଷ୍ଟ୍ରିକ୍ଟରେ ପିଲା ଥିଲେ। ସେଥିରେ ସ୍ପେସିଫିକ ଆମେ କେଉଁଝର ପିଲା ଦେଖିଲେ ଏ ଯୋଉ ଗ୍ରୁପରେ ଯୋଉ ପିଲାମାନେ ଅଛନ୍ତି ସେମାନଙ୍କୁ କଣ୍ଟାକ୍ଟ କରିବା ପାଇଁ ଯଦି ଚାହିଁବ ଇଗ୍ନୁ ସହିତ ଯୋଗାଯୋଗ କରିପାରିବ। କିନ୍ତୁ ମତେ ସାର୍ କହିଲେ କି ଦିଟା କ୍ଲାସ ଏକ୍ସଟେନସନ ହେଲା 20-21। ନମ୍ବର ଗୁଡାକ ଆଣିଲା ମୋ ପରେ ନମ୍ବରଟା ଯାଇକି ନୋଟ କଲ। ଆଜ୍ଞା ମୋ ନମ୍ବରଟା ନୋଟ କର। କ୍ଲାସ ସରିଲା ପରେ ମତେ ପର୍ସନାଲ କଲ୍ କରିବ। ନାଇଁ ତମେ ବର୍ତ୍ତମାନ ମୋ ନମ୍ବରଟାକୁ ନୋଟ କର। କ୍ଲାସ ସରିଲା ପରେ ମତେ କଲ୍ କରିବ। 9583 9583 5823 5823 ସାର୍ 95। ଡକ୍ଟର ଆର୍ କେ ମହାପାତ୍ର, ରତ୍ନାକର ମହାପାତ୍ର, ହେଲା। 20-21 କିମ୍ବା 21-22 ଏଇ 2 ଦିନ ଲିଙ୍କ କେବେ ଯିବ ମେଲକୁ ପଳେଇବ। ସାର୍ ଏକ୍ସାମ କେବେ ଅଛି?
ଆସାଇନମେଣ୍ଟ ସବମିଶନ କେବେ ଅଛି ଡେଟ୍? ଅକ୍ଟୋବର 31 ତାରିଖ। ତାର ଅଳ୍ପ ଦିନ ଅଛି, ଠିକ ଅଛି କିଛି ଅସୁବିଧା ନାହିଁ, ଟେନସନ ନାହିଁ। ଏ ଚାପ୍ଟର ବହୁତ ଇଜି ଚାପ୍ଟରଟା, କିଛି ଅସୁବିଧା ନାହିଁ। ଓକେ, ଆଜି ତ କାହିଁ ରଶ୍ମିତା ଜଏନ କରିନାହାନ୍ତି, ସେ ଯୋଉ ସେବତୀ ସେ ଜଏନ କରିନାହାନ୍ତି, କାଲି ଯେତେ ଜଣ ସେତେ ଜଏନ କରିନାହାନ୍ତି। ଯାହା ତମେ ଯୋଉ ଜଏନ କରି ବହୁତ ଭାଗ୍ୟର କଥା। many many thanks to you on behalf of Indira Gandhi National University. Again welcomes and thanks to you. Today the class will be over. Next class, okay, next class will be held on October 20 and 21. The department, IGNOU department, exam department or class department will be sent mail to you, link it to you. ଯଦି କିଛି ଡାଉଟ୍ ଥିବ ମତେ କ୍ୱେଶ୍ଚନ୍ କରିବ, କିଛି ଅସୁବିଧା ନାହିଁ ହେଲା। ଓକେ, ଥ୍ୟାଙ୍କ ୟୁ, ଓକେ ସାର୍, ବାଏ। ଗୋଟେ ପିଲା